वर्तमान आसबे आम मध्य वाक्य कहे प्रभु जे प्रकार अनुग्रह और दया करेंगे से समस्त प्रार्थनार सहित शुणे बसवा प्रभु दया करतु मुख द्वार कथा कहतु कारण प्रभु जानी आज प्रयोजन आमर कौन आवश्यक तेणु से प्रयोजन वाक्य दे गौरव पातु। प्रेज लॉर्ड। बहुत बहुत धन्यवाद। ईश्वर को धन्यवाद दिए समय धन्यवाद दिए प्रभु दास होस्ट आज्ञा को मत सुंदर सुजोग देथिबारु मु अनेक समय देखे आपन को बाकी मत स्मरण करथिबारु एट जे टोकन ऑफ लव थैंक यू मते आपन प्रेम देथिबारु मु आपन को धन्यवाद दिए। मु आपन परिवार को अनेई थाए झियो सुंदर गीत गाई ताको भी देखि थाए झियो सही कहले मु आ मो परिवार आम ईश्वर की सेवा करी आपण जड़े राजकर्मचारी अटंती जदि बा संसार मुख्य भाव जड़े चाकरी अटंती ईश्वर राज्य जड़े राजकर्मचारी नेहमिया लोक बोलिक बोझग्रस्त है चाकरी कले कौन हम मो लोक मान जिते दुख पाँच चाकरी कले कौन हम मो लोक मान जिते ईश्वर वाक्य शुणी पारे ना साउंड बढ़ांतु सर कि वॉल्यूम बढ़ांतु साउंड पूरा स्लो अछि 1 मिनट गोटे मिनिट सर। सॉरी फॉर डिस्टर्बेंस अल्प समय तेरे मैं होस्ट आज्ञा धन्यवाद दिए कहते जे सरकारी चाकरी करी ईश्वर को सेवा करवा सौभाग्यर कथा समस्त करि पारंती नहीं। चारटा बेला आसले स्कूल रू आराम से रहिले पिला संगे समय देले खाइले पीले शोइले काल आउ चिंता कले कौन करेंगे कौन नहीं। बाइबल रे किछि मनोनीत लोक माने सांसारिक कार्य करी ईश्वर माने उत्सर्गीकृत अटंती कहते नेहमिया सुसन राजधानी रे थिले एक राजकर्मचारी बाइबल कहे से राज्यपाल थिले समस्त दायित्व तांको हाथ रे किंतु तांको लोक मान चिंता थिला चाकरी कले कौन हम आपण केते खाइले कौन हम केते पीले कौन हम केते बड़ पदपी थिले कौन हम जिते बड़े आपण लोक मान चिंता न करते आपण चाकरी वृथा आपण धन वृथा आपण समय वृथा 70 वर्ष 80 वर्ष पर कबर को पलैबा आउ स्वर्ग में से पुरस्कार आम रहा तेणु मु धन्यवाद दिए आपण सरकारी कर्मचारी हेकि मध्य एक सुंदर प्रयास नहीं सबुदिन तुम आपणार लोक मान पवित्र वाक्य शुणुंट बहुमूल्य कथा आम पूर्ण समय सेवा करी मध्य बेले बेले आम थकी पड़ू बाकी प्रभु आपन को व्यवहार कर परिवार को कहती झील सही कहले मु मोर परिवार आम सदा प्रभु को सेवा करू कि करंतु कि न करंतु से मोर जीवार आसर ना कि ना पड़ोसी की तो मुझे देखी ना आगे लोक देखी ना पचरे लोक देखी ना मु करी प्रभु मत डाकी प्रभु मत मनोनीत कर ईश्वर सेवा करने प्रभु आपन मनोनीत कर आम समस्ते
ପ୍ରଭୁଙ୍କ ସେବା ପାଇଁ ମନୋନୀତ ହେଉଛୁ। ନୂତନ ନିୟମରେ ଯାଜକ ନୁହନ୍ତି, ଆମମାନଙ୍କର ଜଣେ ଯାଜକ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସମସ୍ତଙ୍କୁ ସୁସମାଚାର ପ୍ରଚାର କରିବାକୁ ଅଧିକାର ଦିଆଯାଇଛି। ଆମେ ସମସ୍ତେ ସୁସମାଚାର ପ୍ରଚାର କରିବା, ସେବା କରିପାରିବା। ପୁରାତନ ନିୟମରେ କିଛି ବ୍ୟତିକ୍ରମ ରହିଥିଲା। କେବଳ ଯାଜକ ମାନେ ସେମାନେ ସେବା କରିପାରିବେ, ଯଦି ବା ଅନ୍ୟମାନେ ସାହାଯ୍ୟ କରିପାରିବେ। କିନ୍ତୁ ନୂତନ ନିୟମରେ ସମସ୍ତେ, ଇଭେନ୍ ସମୀରଣୀୟ ସ୍ତ୍ରୀ ଯାହାକୁ ଯିହୁଦୀ ଲୋକମାନେ ଭଲ ପାଆନ୍ତି ନାହିଁ, ଯୋଉ ନଗରକୁ ତୁଚ୍ଛ କରନ୍ତି, ଯାହାଙ୍କର ସାଙ୍ଗେ ତାଙ୍କର ସମ୍ପର୍କ ନାହିଁ, ସେମାନଙ୍କୁ ଦେଖିଲେ ଘୃଣା କରନ୍ତି। ଗାଲିଲିଓ ଆଉ ସମରଣୀୟ ନଗର ଦେଇକି ଯିହୁଦୀ ଲୋକ ଯିବା ପାଇଁ ଇଚ୍ଛା କରନ୍ତି ନାହିଁ। ଭେଦଭାବ, ସେମାନଙ୍କ ପାଖକୁ ଗଲେ ଏମାନଙ୍କ ଜାତି ପଳେଇବ, ସେମାନଙ୍କ ସାଙ୍ଗକୁ ଗଲେ ଏମାନେ ପାଣି ପିଇବେ ନାହିଁ। ଏତେ ଘୃଣା ମନୋଭାବ ସେମାନଙ୍କ ଭିତରେ। କିନ୍ତୁ ପ୍ରଭୁ ସମସ୍ତଙ୍କୁ ପ୍ରେମ କରନ୍ତି। ନୂତନ ନିୟମରେ ଆମେ ସମସ୍ତେ ଯାଜକ ଆଉ ସେବକ। ଈଶ୍ୱର ସତ୍ୟ ଉପାସକ ମାନଙ୍କୁ ଖୋଜନ୍ତି। ଈଶ୍ୱର ମନ ଦେଇ କାର୍ଯ୍ୟ କରିବା ଲୋକକୁ ଖୋଜନ୍ତି। ତାଙ୍କ ରାଜ୍ୟକୁ ଯୋଉମାନେ ସୁନ୍ଦର କରି ବନେଇବା ପାଇଁ ଇଚ୍ଛା ପ୍ରକାଶ କରନ୍ତି, ସେମାନଙ୍କୁ ଖୋଜନ୍ତି। ଦ୍ୱିତୀୟ ବଂଶାବଳୀ ତାର 16 ଅଧ୍ୟାୟର 9 ପଦରେ ଲେଖାଯାଏ, ଈଶ୍ୱରଙ୍କର ଚକ୍ଷୁ ପୃଥିବୀର ଏଣେ ତେଣେ ଭ୍ରମଣ କରେ, ସିଦ୍ଧ ଲୋକକୁ ପାଇବା ପାଇଁ, ପରିଶ୍ରମୀ ଲୋକକୁ ପାଇବା ପାଇଁ, ଯୁଦ୍ଧକୁ ଯିବା ପାଇଁ ପ୍ରସ୍ତୁତ ହେବା ଲୋକଙ୍କ ପାଇଁ ଭଲ ଲୋକକୁ ଈଶ୍ୱର ଖୋଜୁଛନ୍ତି। ସତ୍ୟ ଉପାସକ ମାନଙ୍କୁ ଈଶ୍ୱର ଖୋଜୁଛନ୍ତି। ପ୍ରଭୁଙ୍କର ଦୃଷ୍ଟି ବୋଧେ ଏ ଜୁମର ହୋଷ୍ଟଙ୍କ ଉପରେ ପଡିଲା, ଆସି ଆସି ଆପଣଙ୍କ ଉପରେ ପଡିଲା। ପ୍ରଭୁ ଆପଣଙ୍କୁ କହିଲେ ଜୁମଟି ତିଆରି କରିବ। ତାଙ୍କ ଦୃଷ୍ଟି ଥିବା ଲୋକମାନଙ୍କ ପ୍ରତି ଖୋଜୁଛନ୍ତି। ସେ ମହାନ ପରମେଶ୍ୱର ପଥରକୁ ବ୍ୟବହାର କରିପାରନ୍ତି, ମଧ୍ୟ ସେ ଦୂତକୁ ବ୍ୟବହାର କରିପାରନ୍ତି। ତାଙ୍କର ଦୟା, ତାଙ୍କର ଅନୁଗ୍ରହ, ତାଙ୍କର ଆଶୀର୍ବାଦ ଆମେ ଯେତେ ବସିଛୁ, ଈଶ୍ୱର ଆମମାନଙ୍କ ଠାରୁ ପ୍ରଶଂସା ଓ ଧନ୍ୟବାଦ ଚାହାନ୍ତି। ଆମେ ସମସ୍ତେ ସୁସମାଚାର ପ୍ରଚାର କରିବା ପାଇଁ ମନୋଯୋଗୀ ହେବା ଦରକାର। ମୁଁ ଗତ ଦିନରେ ଗୋଟେ ଜୁମରେ କହୁଥିଲି, ଯଦି ଈଶ୍ୱରଙ୍କ ହୃଦୟରେ କିଛି ଯନ୍ତ୍ରଣା ଅଛି, କିଛି ଲାଳସା ଅଛି, କିଛି ମନୁଷ୍ୟ ମାନଙ୍କ ପାଇଁ ଆଶୀର୍ବାଦର ବିଷୟ ଅଛି, ଈଶ୍ୱର ଆମ ଠାରୁ କଣ ଚାହାନ୍ତି, ସେଇଟା ହଉଛି ସୁସମାଚାର ପ୍ରଚାର। ଏ ରାତ୍ରିରେ ସାରଙ୍କ ଦ୍ଵାରା ଆମମାନଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି, ବିଭିନ୍ନ ଲୋକକୁ ଡାକି ସୁସମାଚାର ପ୍ରଚାର କରିବା ପାଇଁ, ଆପଣଙ୍କର ଆରୋଗ୍ୟର ବରଦାନ ଲୋପ ପାଇଯିବ। ସେଥିପାଇଁ ଈଶ୍ୱର ଆମମାନଙ୍କୁ ବାଛି ନାହାନ୍ତି। ଆରୋଗ୍ୟ ପାଇବେ ଭଲ କଥା, କିନ୍ତୁ ସେଥିପାଇଁ ଆମର ସେଇଟା ହଉଛି ସେକେଣ୍ଡାରୀ। ଆପଣ ଯେତେବେଳେ ପବିତ୍ର ଆତ୍ମାକୁ ପାଇବେ, ବିଭିନ୍ନ ଭାଷାରେ କଥା କହିବେ, ଲୋକକୁ ଉତ୍ସାହିତ କରିବେ, ବହୁତ ଭଲ କଥା। କୋର ହାର୍ଟ, ହୃଦୟର ଗଭୀର ତମ ବିଷୟ ହଉଛି ସୁସମାଚାର। ଯଦି ଆପଣ ସୁସମାଚାର ଜଣକୁ କହିପାରିଲେ, ପରମେଶ୍ୱର ଖୁସି ହେବେ। ସେକେଣ୍ଡାରୀ, ତାପରେ ଏଗୁଡାକ ହଉଛି ବରଦାନ, ବଳକାଟ ସବୁ ହଉଛି ବରଦାନ, ଗିଫ୍ଟ, ଅନ୍ୟଟା ଗିଫ୍ଟ। କିନ୍ତୁ ଏଇଟା ହଉଛି ଈଶ୍ୱରଙ୍କ ହୃଦୟର ବୋଝ, ତାଙ୍କ ଲୋକମାନେ କେହି ବି ବିନଷ୍ଟ ନ ହୁଅନ୍ତୁ। ତେବେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଈଶ୍ୱରଙ୍କର ଚକ୍ଷୁ ଏଣେ ତେଣେ ଭ୍ରମଣ କରି ତାଙ୍କ ଲୋକମାନଙ୍କୁ, ଉତ୍ତମ ଲୋକମାନଙ୍କୁ, ଯୋଉମାନେ ପ୍ରକୃତରେ ଉପାସନା କରନ୍ତି। ତେବେ ମୁଁ ଜଣେ ବ୍ୟକ୍ତିଙ୍କର କଥା ଆପଣଙ୍କୁ କହିବାକୁ ଚାହେଁ, ଆଉ କହିକି ଅଳ୍ପ ସମୟ ପ୍ରସାରିଛି। ଈଶ୍ୱରଙ୍କ ଦୃଷ୍ଟି ମଣ୍ଡଳୀ ପ୍ରତି ରହିଲା। ପବିତ୍ର ଆତ୍ମା ଯେତେବେଳେ ଉପସ୍ଥିତ ହେଲେ, ପ୍ରେରିତ 1:8 ଅନୁସାରେ, ପ୍ରେରିତ 2 ଅଧ୍ୟାୟ ଅନୁସାରେ ମଣ୍ଡଳୀ ବଢିଲା। ଆମେ ଯେତେବେଳେ ଦେଖୁଛୁ, ପ୍ରଥମ 120 ଲୋକ, ମଣ୍ଡଳୀ ବଢିଲା 3000 ଲୋକ, 2 ଅଧ୍ୟାୟରେ 5000 ଲୋକ, এই ପ୍ରକାର ଭାବେ ସଂଖ୍ୟା ବଢି ବଢି
4 ଅଧ୍ୟାୟରେ 5,000 ଲୋକ, 2 ଅଧ୍ୟାୟରେ 3,000 ଲୋକ, 1 ଅଧ୍ୟାୟରେ ଉପର କୋଠିରେ 120 ଲୋକ। ଯେତେବେଳେ ସଂଖ୍ୟା ବଢିଗଲା ସେତେବେଳେ ପ୍ରେରିତ ପୁସ୍ତକ କଥା ମୁଁ ଏଇଟା କହୁଛି ଆପଣମାନେ, ଯେତେବେଳେ ସଂଖ୍ୟା ବଢିଗଲା ସେତେବେଳେ ମଣ୍ଡଳୀ ବୃଦ୍ଧି ପାଇବାକୁ ଲାଗିଲା। ମଣ୍ଡଳୀ ଯେତେବେଳେ ବୃଦ୍ଧି ପାଇଲା ସେମାନେ ବିଭିନ୍ନ ଜାଗାରେ ସାକ୍ଷୀ ହେବାକୁ ଲାଗିଲେ। 6 ଅଧ୍ୟାୟର 1 ପଦରେ ଲେଖାଯାଏ ଯେ ମଣ୍ଡଳୀର ସଂଖ୍ୟା ବୃଦ୍ଧି ପାଇଲା। ପରମେଶ୍ୱର ବୃଦ୍ଧି କରାନ୍ତି, ଆପଣଙ୍କୁ ଗୋଟେ ଜାଗାରେ ରଖି ଦିଅନ୍ତି ନାହିଁ। ପରମେଶ୍ୱର ବୃଦ୍ଧି କରାନ୍ତି। ହେଲେ ମଣ୍ଡଳୀ ଯେତେ ଜଲଦି ବୃଦ୍ଧି ପାଇଲା, ଯେତେ ତୀବ୍ର ଗତିରେ ଚାଲିଲା, ଅନେକ ଲୋକ ଜଏନ କଲେ। 6 ଅଧ୍ୟାୟ ପାଦଉଛି ଗୁଡାଏ ଲୋକ ଆସିଲା ପରେ ମଣ୍ଡଳୀରେ କିଛି ଭୁଲ ଚିନ୍ତାଧାରା ଯାକ ଆରମ୍ଭ ହେଲା, ଭ୍ରଷ୍ଟ ଚିନ୍ତା ଗୁଡାକ ଆରମ୍ଭ ହେଲା। ଆଉ ଯୋଉ ପ୍ରେମରେ ସେମାନେ ରହିଥିଲେ, 120 ଲୋକ ଗୋଟେ କୋଠରୀରେ ଏକ ପ୍ରେମରେ ରହିଥିଲେ, ଆଉ ସେ ପ୍ରେମରେ ସେମାନେ ରହିପାରିଲେ ନାହିଁ। ପ୍ରେରିତ ମାନେ ଯେତେବେଳେ ଶିକ୍ଷା ଦେଲେ ସେତେବେଳେ ଲୋକମାନେ ପ୍ରେରିତ ମାନଙ୍କ ପାଦ ତଳକୁ ଆଣିଲେ, ଦାନ ଗୁଡାକ ଥୋଇ। ପଦରୁ 6 ପଦ ମଧ୍ୟରେ 2 ଗୋଟି ଅଘଟଣ କଥା ଆମେ ଦେଖିପାରୁଛୁ। ପ୍ରଥମ ଅଘଟଣ ହଉଛି ସେମାନେ ଯେତେବେଳେ ପ୍ରଚାର କଲେ ଯୀଶୁଙ୍କର କଥା, ପ୍ରେରିତ ମାନଙ୍କ ପାଦ ତଳକୁ ଅନେକ ଦାନ ଗୁଡାକ ଅଣାଗଲା। ଆଉ ଏଇ ପ୍ରକାର ସେମାନେ ପ୍ରଚାର କଲେ, ଯୀଶୁଙ୍କର ଆଗମନ ବିଷୟ ହୁଏତ ସେମାନେ ପ୍ରଚାର କଲେ, ଆଉ ଥରେ ଆସିବେ। ସେତେବେଳର ମଣ୍ଡଳୀର ଲୋକମାନେ ସେମାନେ କିଛି ରଖୁନଥିଲେ, ଅଳ୍ପ କିଛି ରଖି ସବୁ ବିଷୟ ଆସି ଈଶ୍ୱରଙ୍କ ପାଦ ତଳେ ଆଣିକରି ଥଉଥିଲେ। ଏବେ ହନାନିଆ ସଫିରା ସେଥିରେ ଲୋଭ କଲେ, ସେମାନେ ମୃତ୍ୟୁବରଣ କଲେ। ପ୍ରଥମ ଘଟଣା। ଦ୍ୱିତୀୟ ଘଟଣା ଆମେ ଦେଖୁଛୁ 6 ଅଧ୍ୟାୟର 1-2 ପଦରେ, ଯେତେବେଳେ ସେଠି ଲେଖାଯାଇଛି ମଣ୍ଡଳୀ ବଢିଲା ପରେ ବିଧବା ମାନଙ୍କୁ, ଅନାଥ ମାନଙ୍କୁ, ଗରିବ ମାନଙ୍କୁ ଅବହେଳିତ କରାଗଲା। ମଣ୍ଡଳୀକୁ ଯତ୍ନ ନେବାଟା ହଉଛି ତାର କର୍ତ୍ତବ୍ୟ, ଯେ ତାଙ୍କ ମଣ୍ଡଳୀର ପ୍ରତ୍ୟେକ ଲୋକର ସେ ଯତ୍ନ ନେବେ। ଯାକୁବ କହନ୍ତି ବିଧବା ଅନାଥ ମାନଙ୍କର ଯତ୍ନ ତୁମେ ନିଅ। ତେବେ ସ୍ତିଫାନ କଥା ଅଳ୍ପ ସମୟ ଆପଣ ମାନଙ୍କୁ କହିବି, ଏଇ ତାଙ୍କ ଚରିତ୍ର କଥା ଅଳ୍ପ ସମୟ କହି ମୁଁ ସରେଇବି। ଯେତେବେଳେ ମଣ୍ଡଳୀ ବଢିଲା ସେତେବେଳେ ଅବହେଳିତ ଆରମ୍ଭ ହେଲା, ପରସ୍ପର ମଧ୍ୟରେ ସେମାନେ ବାଛ ବିଚାର ଆରମ୍ଭ ହେଲା। ଆଉ ସେଥିପାଇଁ କିଛି ଜିହୁଦୀୟ ଲୋକ 2 ପ୍ରକାର ଥିଲେ। ଗୋଟେ ହଉଛନ୍ତି ପାଲେଷ୍ଟାଇନ ଭିତରେ ଥିବା ଜିହୁଦୀ, ଆଉ ଗୋଟେ ହଉଛନ୍ତି ପାଲେଷ୍ଟାଇନ ବାହାରେ ଥିବା ଜିହୁଦୀ ମାନେ। ଆଉ ଯୋଉ ପାଲେଷ୍ଟାଇନ ବାହାରେ ଥିବା ଜିହୁଦୀ ମାନେ, ସେମାନେ ଗୋଟେ ଦୋଷ ଆଣିଲେ। ସେମାନେ ଗୋଟେ ଜିନିଷ ଦେଖେଇଲେ ଯେ ଆମମାନଙ୍କ ପ୍ରତି ଅବହେଳିତ କରାଯାଉଛି, ଆମମାନଙ୍କର ବିଧବା ପ୍ରତି, ମାନଙ୍କ ପ୍ରତି, ଦରିଦ୍ର ମାନଙ୍କ ପ୍ରତି। ଯଦି ବା ମଣ୍ଡଳୀ ଈଶ୍ୱରଙ୍କ ଶରୀର ଅଟେ, ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଅଟେ, ଯଦି ବା ମଣ୍ଡଳୀ ଖ୍ରୀଷ୍ଟଙ୍କର ଏକ ଅଂଶ ଅଟେ, ସମ୍ପୂର୍ଣ୍ଣ ଶରୀର ଅଟେ, କିନ୍ତୁ ବାଛ ବିଚାର କରାଯାଉଛି। ମଣ୍ଡଳୀରେ ବାଛ ବିଚାର କରାଯାଇ ପାରିବ ନାହିଁ। ମଣ୍ଡଳୀରେ ଉଚ୍ଚା ନିଚା ରହିବ ନାହିଁ, ମଣ୍ଡଳୀରେ ଭେଦଭାବ ରହିବ ନାହିଁ। ଆଜିର ମଣ୍ଡଳୀ କଥା ଆମେ ଯେତେବେଳେ ଚିନ୍ତା କରୁଛୁ, ଭେଦଭାବ ଅଛି, ଉଚ୍ଚା ନିଚା ଅଛି, ଧନୀ ଦରିଦ୍ରତା ଅଛି, ରଙ୍ଗ ବର୍ଣ୍ଣ ବୈଷମ୍ୟତା ଅଛି। ଏବେ ଏଇ କଥାକୁ ସେମାନେ ଧରିଲେ। ଯେଉଁ ପ୍ରେରିତ ମାନେ ସେମାନଙ୍କୁ ଶିକ୍ଷା ଦଉଥିଲେ, ଆଉ ସେମାନେ କହୁଥିଲେ ଯେ ଆମେ ସମସ୍ତେ ଏକ ଶରୀର ଅଟୁ। ପ୍ରେରିତ 2:42 ଯଦି ଦେଖିବା, ସେଠି ଲେଖା ହେଇଯାଇଛି ସେମାନେ ପ୍ରାର୍ଥନା କରିବାରେ, ରୁଟି ଭାଙ୍ଗିବାରେ, ପ୍ରତ୍ୟେକ ଜାଗାରେ ନିବିଷ୍ଟ ହେଇକି ରହୁଥିଲେ। କିନ୍ତୁ 6 ଅଧ୍ୟାୟକୁ ଯେତେବେଳେ ଆସୁ, ସେମାନଙ୍କର ପରସ୍ପର ମଧ୍ୟରେ ଅବହେଳିତ, ବିଧବା ମାନଙ୍କୁ ଆଉ ଭଲ ଦେଖୁନାହାନ୍ତି। ସେମାନେ ଆପଣା ରାଜ୍ୟ ସେମାନେ ବିସ୍ତାର କରୁଛନ୍ତି। ପ୍ରେରିତ 2 ଅଧ୍ୟାୟକୁ ଟିକେ ପଢିବା। ଆଇ ଥିଙ୍କ 42 ପଦ ବୋଧେ, 41-42 ଦେଖନ୍ତୁ। ହଁ, 42 ପଦ। କିଏ ଗୋଟେ ଜଣେ ପଢି ଦିଅନ୍ତୁ ମତେ। ସେମାନେ ପ୍ରେରିତ ମାନଙ୍କ ଶିକ୍ଷାରେ, ସହଭାଗିତାରେ, ରୁଟି ଭାଙ୍ଗିବାରେ, ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ ହେଇ ରହିଲେ। ଏବେ ଏଠି ଆମେ ଦେଖୁଛୁ ଏକ ଶରୀର,
ସେମାନଙ୍କ ସେବା ଅତି ଉତ୍ତମ ଅଟେ, ସେମାନଙ୍କର ଜୀବନ ଅତି ଉତ୍ତମ ଅଟେ, ସମସ୍ତଙ୍କ ଯତ୍ନ ନେଉଥିଲେ। ଗୋଟିଏ କପ୍ ରେ ସେମାନେ ଦ୍ରାକ୍ଷା ରସ ପିଉଥିଲେ। ଆଜିର ଷ୍ଟାଇଲ ଟିକେ ଅଲଗା, ପ୍ରଭୁ ବୋଧେ ଆଜିର ଦିନର ଷ୍ଟାଇଲ, ଗୋଟେ ବଡ କପ୍ ଆଣିବେ, ତାପରେ ଛୋଟ ଛୋଟ କପ୍ ରେ ଢାଳି କରିଦେବେ। କିନ୍ତୁ ଆଦ୍ୟ ମଣ୍ଡଳୀ ସେମିତି ନଥିଲା, ବଡ କପ୍ ରେ ସମସ୍ତେ ପାଟି ଲଗେଇକରି ପିଇବେ। ସେଟା କୌଣସି ପ୍ରକାର ଅଇଁଠା ନାହିଁ, ସେଟା ହଉଛି ପବିତ୍ର ଭୋଜ। ତାହା ଥିଲା ସେତେବେଳର ବିଷୟ। କିନ୍ତୁ ଆଜି ଆମେ ବହୁତ ମଡର୍ଣ୍ଣ, ସେଥିପାଇଁ ମାନେ ପରସ୍ପର ମଧ୍ୟରେ ଭେଦଭାବ ରହୁଛି ବୋଲି ଆମେ ତାକୁ ଅଲଗା ଅଲଗା କରୁଛୁ। ହୁଏତ ଭଲ କଥା, ମୁଁ ତାକୁ ବିଚାର କରିବି ନାହିଁ। କିନ୍ତୁ ଏକ ମନ ଏକ ଶରୀରରେ ଥିବା ଲୋକମାନେ ବର୍ତ୍ତମାନ ସେମାନେ କମ୍ପ୍ଲେନ କରୁଛନ୍ତି ଯେ ସେମାନଙ୍କର ବିଧବା ମାନଙ୍କୁ ଆଉ ଅବହେଳିତ କରାଯାଉଛି। ସେତେବେଳେ ପ୍ରେରିତ ମାନଙ୍କ ପାଦ ତଳକୁ ପାଖକୁ କଥା ଗଲା, ଯେତେବେଳେ ପ୍ରେରିତ ମାନଙ୍କ ପାଖକୁ ଏ କଥା ଗଲା, ପ୍ରେରିତ ମାନେ କହିଲେ, ବାବୁ ମାନେ ଆମେ କିଛି କରିପାରିବୁ ନାହିଁ, ଆମ ଦ୍ଵାରା ତାହା ହେଇପାରିବ ନାହିଁ, କାରଣ ଆମେ ସୁସମାଚାର କାର୍ଯ୍ୟ ଛାଡିକି ଅନ୍ୟ କାର୍ଯ୍ୟ କରିପାରିବୁ ନାହିଁ। ପ୍ରେରିତ ମାନେ ସୁସମାଚାର କାର୍ଯ୍ୟ ହିଁ କରିବେ, ସେମାନେ କହିଲେ। ପ୍ରେରିତ ମାନେ ସୁସମାଚାର କାର୍ଯ୍ୟରେ ନିବିଷ୍ଟ ରହିବେ, ଆଉ ସେମାନେ ଅନ୍ୟ କାମ କରିବା ପାଇଁ ମନୋଯୋଗୀ ହେଲେ ନାହିଁ। ସେମାନେ କହିଲେ, ମଣ୍ଡଳୀ ମଧ୍ୟରୁ କିଛି ଲୋକକୁ ବାଛ, ଯୋଉମାନେ କି ଆତ୍ମାରେ ପରିପୂର୍ଣ୍ଣ ଥିବେ, ଜ୍ଞାନରେ ପରିପୂର୍ଣ୍ଣ ଥିବେ, ଏଇ ପ୍ରକାର କିଛି ଲୋକକୁ ବାଛ। ସେତେବେଳେ ସେମାନେ 7 ଲୋକକୁ ବାଛିବା ପାଇଁ ନିର୍ଦ୍ଧାରଣ କଲେ। ସେମାନଙ୍କ ମଧ୍ୟରୁ ଷ୍ଟିଫାନଙ୍କର ନାମ ଫାଷ୍ଟ ଥିଲା। ଷ୍ଟିଫାନ ଜଣେ ବ୍ୟକ୍ତି ଥିଲେ ଯେ କି ଆଦ୍ୟ ମଣ୍ଡଳୀରେ ସେ ନିଷ୍ଠାବାନ ସର୍ଭିସ ଦଉଥିଲେ। ସେ ଜଣେ ନିଷ୍ଠାବାନ ସେବକ ଥିଲେ। ସେବକ ଅର୍ଥାତ ତାଙ୍କର ସୋସିଆଲ ୱାର୍କ, ତାଙ୍କର ବେଦୀର କାର୍ଯ୍ୟ, ତାଙ୍କର ସ୍ପିରିଚୁଆଲ ୱାର୍କ ବହୁତ ସୁନ୍ଦର ଥିଲା। ସେ ଅଳ୍ପ ସମୟ ବଞ୍ଚିଲେ ଆଜ୍ଞା, ଲମ୍ବା ସମୟ ବଞ୍ଚି ନାହାନ୍ତି, କିନ୍ତୁ ତାଙ୍କ ଟାସ୍କକୁ ସେ ସରେଇଲେ। ଲୋକମାନେ ଲମ୍ବା ସମୟ ବଞ୍ଚନ୍ତି, କିନ୍ତୁ ସେମାନଙ୍କର ଦାୟିତ୍ୱକୁ ସେମାନେ ଉତ୍ତମକୁ ତୁଳାନ୍ତି ନାହିଁ। ବାଇବେଲରେ ଲେଖାଯାଏ, ଅଳ୍ପ ସମୟ ବଞ୍ଚିଲେ କିନ୍ତୁ ଗୁଣାତ୍ମକ କାମ କଲେ, ବାଉଣ୍ଡ୍ରି ଠାରୁ ଅଧିକ କାମ କଲେ, ଲକ୍ଷ୍ୟ ଠାରୁ ଅଧିକ କାମ କଲେ, ଏବଂ ତାଙ୍କ ମୃତ୍ୟୁ ଏକ ରହସ୍ୟଜନକ ହେଇକି ରହିଲା। ଆଜି ବି ଆମେ ମନେ ପକାଉ ଖ୍ରୀଷ୍ଟୀୟ ଜଗତର ପ୍ରଥମ ଶହୀଦ ଷ୍ଟିଫାନ। ତେବେ ଷ୍ଟିଫାନକୁ ଯେତେବେଳେ ଦେଖିଲେ, କେହି ନ କହୁ ତାଙ୍କୁ ପ୍ରଥମେ ରିକମେଣ୍ଡେସନ କରାଗଲା, ନା 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 ନା, ମଣ୍ଡଳୀରେ ଅନେକ ଯୁବକ ଅଛନ୍ତି, ନା ଷ୍ଟିଫାନକୁ ବାଛିବା। କଣ ପାଇଁ? ନା ସେଇ କାର୍ଯ୍ୟ ପାଇଁ, ସେବା ପାଇଁ। ଆଜିକାଲି ତ ଲଟରୀ ହଉଛି, ଭଲ କଥା କି ବାଛୁଛନ୍ତି, କିନ୍ତୁ ମଣ୍ଡଳୀର ଲୋକ ଗୋଟିଏ ସ୍ୱରରେ କହିଲେ, ଷ୍ଟିଫାନର ସର୍ଭିସ ଏତେ ଭଲ, ଆମେ ଯଦି ତାକୁ ବାଛିବା ହୁଏତ ଭେଦଭାବ ରହିବ ନାହିଁ। ତେବେ ବିଧବା ମାନଙ୍କୁ ଭେଦଭାବ କୋଉମାନେ କରିଥିଲେ? ଯୋଉମାନେ ପ୍ରଭୁଙ୍କୁ ଜାଣିକରି ମଧ୍ୟ ପ୍ରଭୁଙ୍କର ବାକ୍ୟକୁ ପାଳନ କରିନଥିଲେ। ତୃତୀୟ କରନ୍ତି 2:14 ଲେଖାଯାଏ, ସାଂସାରିକ ମନୁଷ୍ୟ ମାନେ ଈଶ୍ୱରଙ୍କ କଥାକୁ ଜାଣନ୍ତି ନାହିଁ, ସେମାନେ ମୂର୍ଖତା ବୋଲି ମନେ କରନ୍ତୁ। ଟିକେ ପଢିବା, ଦ୍ୱିତୀୟ କରନ୍ତି ତାର 2:14, ପ୍ରଥମ କରନ୍ତି 2:14। ଟିକେ ମୁଁ ପଢିଦିଏ। କେତେ କହିଲେ ଆଜ୍ଞା? ପ୍ରଥମ କରନ୍ତୀୟ 2:14 ଦିଦି। ସେଟାରେ ଲେଖାଯାଏ, କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟ ଗୁଡାକ ଗ୍ରହଣ କରେ ନାହିଁ, କାରଣ ସେ ସବୁ ତା ନିକଟରେ ମୂର୍ଖତା, ପୁଣି ସେ ସବୁ ବୁଝିପାରେ ନାହିଁ, ପୁଣି ତେଣୁ ସେଇ ସବୁ ଆତ୍ମିକ ଭାବରେ ବିଚାର କରାଯାଏ। ତେବେ ମଣ୍ଡଳୀର ସେବକ ମାନେ ହେଇକରି ମଧ୍ୟ ଅନେକ ସମୟରେ ସାଂସାରିକ ମନୋଭାବ ଯୋଉମାନେ ନେଉଥିଲେ, ଈଶ୍ୱରଙ୍କର ବାକ୍ୟକୁ ଗୁରୁତ୍ୱ ଦଉନଥିଲେ, ଈଶ୍ୱରଙ୍କର ହୃଦୟର କଥା ସେମାନେ ବୁଝି ପାରୁନଥିଲେ। ମଣ୍ଡଳୀର ସେବକ ଆଜ୍ଞା ଆତ୍ମିକ ହେବାର ଆବଶ୍ୟକତା ରହିଛି। ମଣ୍ଡଳୀର ସେବକ ଏକ ପକ୍ଷ ଭାବରେ ନ୍ୟାୟ କରିବାର ଅଛି, ଈଶ୍ୱରଙ୍କର ଠାରେ ନିଜକୁ ସମର୍ପିତ କରିବାକୁ ଚାହୁଁଛନ୍ତି। ଆଦ୍ୟ ମଣ୍ଡଳୀରେ କିଛି ସେବକ ଥିଲେ ଯୋଉମାନେ ଠିକ ଭାବେ ଈଶ୍ୱରଙ୍କ ସେବା କରୁନଥିଲେ, ଭେଦଭାବ କରୁଥିଲେ, ଉଚ୍ଚା ନିଚା ମନୋଭାବ ରଖୁଥିଲେ। ସେଥିପାଇଁ ପ୍ରେରିତ ମାନେ ଜାଣିଲେ ଯେ ଏମାନେ ଏଇ ପ୍ରକାର କରୁଛନ୍ତି ବୋଲି ଭାଗ କରିଦେଲେ। ଗୋଟେ ହଉଛି ସୋସିଆଲ ୱାର୍କ,
ଆଉ ଗୋଟେ ହଉଛି ସ୍ପିରିଚୁଆଲ ୱାର୍କ। ପ୍ରେରିତ ମାନେ ସୋସିଆଲ ୱାର୍କ କରିବା ପାଇଁ ଇଚ୍ଛା କଲେ ନାହିଁ। ଯଦି ଆଜିର ଅନେକ ପ୍ରେରିତ, ଅନେକ ଡାଇରେକ୍ଟର, ଅନେକ ବଡ ବଡ ଲୋକମାନେ ସୋସିଆଲ ୱାର୍କ ପ୍ରତି ଅଧିକ ମନୋଯୋଗୀ, କିନ୍ତୁ ବାଇବେଲରେ ଆମେ ଯେତେବେଳେ ଦେଖୁ ଏଇ ସୋସିଆଲ ୱାର୍କ କରିବା ପାଇଁ ପ୍ରେରିତ ମାନେ କହିଲେ ନା ଆମେ କରିପାରିବୁ ନାହିଁ, ଆମେ ସେଥିପାଇଁ ମନୋନୀତ ନୁହଁ, ଆମକୁ ସେଥିପାଇଁ ପ୍ରଭୁ ବାଛି ନାହାନ୍ତି। ସେଥିପାଇଁ ମଣ୍ଡଳୀର ଗୁଣବାନ ଲୋକମାନଙ୍କୁ ବାଛ, ମଣ୍ଡଳୀର ଚରିତ୍ରବାନ ଲୋକମାନଙ୍କୁ ବାଛ, ମଣ୍ଡଳୀର ନିଷ୍ଠାବାନ ଲୋକମାନଙ୍କୁ ବାଛ, ସେମାନେ କରିବେ। ତେବେ ଆମେ ଆଉ ତାଙ୍କର ଭିତରେ ବହୁତ ଫରକ ରହିଛି। ଆମେ ଆମେ ତ ଆଗେ ସୋସିଆଲ ୱାର୍କ କରୁ, ସ୍ପିରିଚୁଆଲ ୱାର୍କ କେହି ମଧ୍ୟ କରୁ, ଆମେ ଆଗେ ସୋସିଆଲ ୱାର୍କ। କାହିଁକି? ସୋସିଆଲ ୱାର୍କରେ କିଛି ସାହାଯ୍ୟ ମିଳେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ତେଣୁକରି ସେମାନେ ବାଛିଲେ। ଆଉ ସ୍ତିଫାନଙ୍କର ନାମ ପ୍ରଥମେ ଆସିଲା। 7 ଜଣଙ୍କ ମଧ୍ୟରେ ପ୍ରଥମ ବ୍ୟକ୍ତି ଥିଲେ। ସେ ଆତ୍ମାରେ ପୂର୍ଣ୍ଣ ଥିଲେ, ଶକ୍ତିରେ ପୂର୍ଣ୍ଣ ଥିଲେ, ପ୍ରଭୁ ପ୍ରିୟ ଥିଲେ। ସେଥିପାଇଁ ତାଙ୍କର ମୁଁ ପ୍ରଥମ ଗୁଣ ମୁଁ ତାଙ୍କୁ କହିବି, ସେ ନିଷ୍ଠାବାନ ସେବକ ଥିଲେ ମଣ୍ଡଳୀ ନିମନ୍ତେ। ନିଷ୍ଠାବାନ ସେବକକୁ ପାଇବାଟା ବହୁତ କଷ୍ଟ ଆଜି ମଣ୍ଡଳୀରେ। ଆଜିର ମଣ୍ଡଳୀରେ ଏକ ହନେଷ୍ଟି ମେମ୍ବର୍ସକୁ ପାଇବାଟା ବହୁତ କଷ୍ଟ। କହିବେ ପାଟିରେ, ପ୍ରଚାର କରିବେ ବହୁତ ସହଜ, କିନ୍ତୁ ଜଣେ ନିଷ୍ଠାବାନ ଲୋକକୁ ପାଇବାଟା ବହୁତ କଷ୍ଟ। କିନ୍ତୁ ହଜାର ହଜାର ଲୋକମାନଙ୍କ ଆଗରେ ସ୍ତିଫାନକୁ ଲୋକ କହୁଛନ୍ତି, ପ୍ରଥମ ନାମ ହଉଛନ୍ତି ସ୍ତିଫାନ, ତାଙ୍କୁ ସେ ଦାୟିତ୍ୱ ଦିଆଯାଉ। ଆପଣଙ୍କୁ ଆଉ ମତେ ଆମ ମଣ୍ଡଳୀରେ ଲୋକ ଇଚ୍ଛା କରିବେ କି? ଆମକୁ ଲୋକ ଇଚ୍ଛା କରନ୍ତିନି। ଆଜିର ମଣ୍ଡଳୀରେ ବଂଶ ସଂଖ୍ୟା ଯୋଉଠି, ଗୋଷ୍ଠୀ ସଂଖ୍ୟା ଯୋଉଠି, ଲୋକ ସଂଖ୍ୟା ଯୋଉଠି, ସେଇ ଜାଗାରେ ପଦପଦବୀ। ଈଶ୍ୱରଙ୍କ ଇଚ୍ଛାକୁ ଆମେ ମାନୁନା ପାଛି। ଜାଣିନାହିଁ କୋଉ ଅଞ୍ଚଳ, ଆମ ଅଞ୍ଚଳରେ ଯଦି ସଭାପତି ବାଛିବାର ଅଛି ବୋଲେ ତାଙ୍କର ବହୁତ ସଂଖ୍ୟା ଥିଲେ ସେ ମଦ ପିଇଲେ ବି ତାକୁ ଆଗ ବାଛିବେ। ସେମାନେ ଭୁଲ କାମ କଲେ ବି ତାକୁ, ଆମର ଗାଁ, ଆମର ଏରିଆର କଥା ମୁଁ କହୁଛି, ମୁଁ ଆପଣମାନଙ୍କ ଏରିଆକୁ ଜାଣିନି, କାହାକୁ ମୁଁ ଜଜ କରିବା ପାଇଁ ଚାହେଁ। ମୋ ମଣ୍ଡଳୀରେ ଏସବୁ ଘଟୁଛି ବୋଲି ମୁଁ ଦୁଃଖିତ ହୋଇ ଆପଣଙ୍କ ଆଗରେ କହୁଛି। କିନ୍ତୁ ସ୍ତିଫାନକୁ ଲୋକ ସର୍ବସମ୍ମତି କ୍ରମେ ନା ସ୍ଟିଫାନକୁ ବଛାଯାଅ। ଯଦି ସେ ତାଙ୍କୁ ବାଛିଲେ, ଏ ବିଧବା ମାନଙ୍କୁ ସେ ପ୍ରେମ କରିବ, ସେ ଠିକ ସମୟରେ ଖାଦ୍ୟ ପହଞ୍ଚେଇବ, ଅନାଥ ମାନଙ୍କୁ ପ୍ରେମ କରିବ, ଠିକ ସମୟରେ ସେବା କରିପାରିବ। ତା ପାଖେ ମୁଖାପେକ୍ଷା ନାହିଁ ତ, ଜମା ନାହିଁ। ପ୍ରେରିତ ମାନେ ଅନ୍ୟ ଲୋକମାନେ ମଧ୍ୟ କହିଲେ, କିନ୍ତୁ ସେ ଜାଗାରେ ଲେଖାଯାଏ ଖାଲି ଆଉ ଆପଣଙ୍କର ନିଷ୍ଠାବାନ ହେଲେ ହେବ ନାହିଁ, ସେମାନେ ଆତ୍ମାରେ ପୂର୍ଣ୍ଣ ହେଇଥିବାକୁ ପଡିବ। ଏସବୁ କ୍ୱାଲିଟି ସ୍ତିଫାନଙ୍କ ପାଖରେ ଦେଖୁଛୁ ଆମେ। ତେବେ ସ୍ତିଫାନଙ୍କର ସେବା ଅତ୍ୟନ୍ତ ନିଷ୍ଠାବାନ ମୂଲ୍ୟବାନ ଥିଲା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଯେତେକ ଲୋକ ଆଜି ଏଠି ବସିଛୁ, କି ଯେତେକ ଲୋକ ଆଜି ଆମେ ଅନଲାଇନରେ ଦେଖୁଛୁ, ଭଗବାନଙ୍କର ସେବା ନିଷ୍ଠାବାନ ହେବାକୁ ପଡିବ ମଣ୍ଡଳୀ ପାଇଁ। ହୁଏତ ଆମେ ମରିଯିବା, ହୁଏତ ଆମେ ଚାଲିଯିବା, କିନ୍ତୁ ଦୁନିଆ ଆମମାନଙ୍କୁ ମନେ ପକେଇବ। ସ୍ତିଫାନ ମରିଗଲେ, କିନ୍ତୁ ସ୍ଟିଫାନକୁ ଆଜି ମଧ୍ୟ ଲୋକ ମନେ ପକାଉଛନ୍ତି। ସେମାନେ କହୁଛନ୍ତି, ଓ ସ୍ଟିଫାନ ଇଜ ଏ ମ୍ୟାନ ଅଫ ଗଡ। ଆତ୍ମାରେ ପୂର୍ଣ୍ଣ ଜଣେ ବ୍ୟକ୍ତି, ଯାହାଙ୍କୁ ଅନେକ ଲୋକ ଅନୁକରଣ କରନ୍ତି, ଅନୁସରଣ କରନ୍ତି, ଆଜି ବି କହନ୍ତି ପ୍ରଥମ ଖ୍ରୀଷ୍ଟୀୟ ଶହୀଦ ବ୍ୟକ୍ତି ଥିଲେ ସିଏ। ପ୍ରଥମ କଥା, ତାଙ୍କ ସେବା ନିଷ୍ଠାବାନ ଥିଲା। ଦ୍ୱିତୀୟ କଥା, ସେ ଜଣେ ସୁସମାଚାର ପ୍ରଚାର କରିବା ପାଇଁ ଆଗ୍ରହୀ, ବୋଝଗ୍ରସ୍ତ ବ୍ୟକ୍ତି ଥିଲେ। ସେ ଖାଲି ସେବା କଲେ ସେ କଥା ନାହିଁ, ସୁସମାଚାର ପ୍ରଚାର। ମୁଁ କେତେ ସମୟ ନେଇପାରିବି ସାର୍? 9:50। ଥ୍ୟାଙ୍କ ୟୁ। ସେ ଜଣେ ସ୍ତିଫାନ ଜଣେ ସୁସମାଚାର ପ୍ରଚାର କରିବା ପାଇଁ ଜଣେ ବୋଝଗ୍ରସ୍ତ ଆଉ ଜଣେ ହୃଦୟବାନ ବ୍ୟକ୍ତି ଥିଲେ। ମଣ୍ଡଳୀ ତାଙ୍କୁ ବାଛିଲେ ସୋସିଆଲ ୱାର୍କ ପାଇଁ, କିନ୍ତୁ ଯେତେବେଳେ ଲୋକମାନେ ଦେଖିଲେ ଏ ସୋସିଆଲ ୱାର୍କ କରି କରି ମଧ୍ୟ ସୁସମାଚାର ପ୍ରଚାର କରୁଛନ୍ତି, ଲୋକମାନେ ତାଙ୍କୁ ବାନ୍ଧିକି ନେଲେ। ଆପଣ ଯଦି ପ୍ରେରିତ 7 ଅଧ୍ୟାୟକୁ ଦେଖିବେ, ପ୍ରେରିତ 7 ଅଧ୍ୟାୟରେ ସ୍ଟିଫେନ ସୁସମାଚାର ପ୍ରଚାର କରୁଛନ୍ତି।
କାହାକୁ ପ୍ରଚାର କରୁଛନ୍ତି? ରାଜା ପ୍ରଚାର କରୁଛନ୍ତି ସେ ଜାଗାରେ। ସେ ସମସ୍ତ ଲୋକଙ୍କ ଆଗରେ କହୁଛନ୍ତି ଖ୍ରୀଷ୍ଟଙ୍କ କଥା ସେ କହୁଛନ୍ତି। ଏପରିକି ଆପଣ ଦେଖିବେ ଆଦି ପୁସ୍ତକରୁ ପ୍ରକାଶିତ ମଲାଖୀ ପୁସ୍ତକ ପର୍ଯ୍ୟନ୍ତ ଟିକି ନିକି କଥା ସେ କହୁଛନ୍ତି, ଯାହାକୁ ଲୋକ ଲେଖନ୍ତି ଅତି ସୂକ୍ଷ୍ମ ଭାବରେ ବର୍ଣ୍ଣନା କରନ୍ତି। ତା ଅର୍ଥ ଜଣେ ମଣ୍ଡଳୀର ସଭ୍ୟ, ଜଣେ ମଣ୍ଡଳୀର ସେବକ ନିଷ୍ଠାବାନ ଆତ୍ମାରେ ପୂର୍ଣ୍ଣ ହେବା ଯଥେଷ୍ଟ ନୁହେଁ, ଉତ୍ତମ ସେବା ଦେବା ଯଥେଷ୍ଟ ନୁହେଁ, ଈଶ୍ୱରଙ୍କର ବାକ୍ୟକୁ ମଧ୍ୟ ଜାଣିବାକୁ ପଡିବ। ଆପଣ ଯେତେ ନିଷ୍ଠାବାନ ହୁଅନ୍ତୁ, ଆପଣ ଯେତେ କର୍ମଠ ହୁଅନ୍ତୁ, ଆପଣ ଯେତେ ସାଧୁ ହୁଅନ୍ତୁ, ଯଦି ବାଇବେଲ ପଢୁନାହାନ୍ତି, ପ୍ରାର୍ଥନା କରୁନାହାନ୍ତି, ତାହେଲେ ଆପଣଙ୍କର ଜୀବନ କୌଣସି ପ୍ରକାରେ ଈଶ୍ୱରଙ୍କର ମୂଲ୍ୟବୋଧରେ ଯୋଗ କରାଯାଇ ପାରିବ ନାହିଁ, ଈଶ୍ୱରଙ୍କ ରାଜ୍ୟରେ ଲେଖା ଯାଇପାରିବ ନାହିଁ। ତେବେ ଷ୍ଟିଫାନଙ୍କର ପାଖରେ ଏତେ ଜ୍ଞାନ ପ୍ରଭୁ ଦେଇଥିଲେ। ଆପଣ ଯଦି 7 ଅଧ୍ୟାୟକୁ ଦେଖିବେ, ସମ୍ପୂର୍ଣ୍ଣ ରୂପେ ସେ ବ୍ୟାଖ୍ୟା କରି କହୁଛନ୍ତି ଅବ୍ରାହ୍ମଙ୍କ ଥିଲେ, ଲୋଟ ଏ ପ୍ରକାର ଥିଲେ, ସୋଲୋମନ ଏ ପ୍ରକାର ଥିଲେ, ସମସ୍ତ ବିବରଣୀକୁ ସେ ଲେଖୁଛନ୍ତି। ଜଣେ ଈଶ୍ୱରଙ୍କର ଦାସ ଜ୍ଞାନରେ ପରିପୂର୍ଣ୍ଣ ହେବା, ବାକ୍ୟରେ ପରିପୂର୍ଣ୍ଣ ହେବା ଦରକାର। ଯଦି ବାକ୍ୟ ଆମେ ଜାଣିନାହୁଁ, ତେବେ ଆମେ କିଛି ଜାଣିନାହୁଁ। ଯଦି ବାକ୍ୟ ଆମେ ଜାଣିନାହୁଁ, ଈଶ୍ୱର ଆମମାନଙ୍କୁ ବ୍ୟବହାର କରିବେ ନାହିଁ। ଷ୍ଟିଫାନଙ୍କ ଜୀବନରେ ହୁଏତ ସେ ଗମଲିଏଲର ପାଦ ତଳେ ଏହି ବ୍ୟକ୍ତିଟି ପଢିଥିବେ, କାରଣ ସେତେବେଳେ ବ୍ୟବସ୍ଥାରେ ସେ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ, ଜଣେ ଗୁରୁ ଥିଲେ, ଯିଏକି ପାଉଲଙ୍କୁ ମଧ୍ୟ ସେ ପଢେଇଛନ୍ତି, ଯିଏକି ଆପୋଲୋଙ୍କୁ ମଧ୍ୟ ପଢେଇଛନ୍ତି, ଅନେକ ଫାରୁସୀ ମାନଙ୍କୁ ସେ ପଢେଇଛନ୍ତି। ଗମଲିଏଲ ଏତେ ସୂକ୍ଷ୍ମ ଭାବରେ ଆପଣ 7 ଅଧ୍ୟାୟ ଲେଖିବେ, ଯୋଉ କଥା ପୁରାତନ ନିୟମରେ ଲେଖା ଯାଇ ନାହିଁ, ସେଇ କଥା ନା ଷ୍ଟିଫାନ ପ୍ରଚାର କରୁଛନ୍ତି। ବର୍ତ୍ତମାନ ଅନେକ ଗୁଡାଏ ବିଷୟ, ଗୁପ୍ତ ରହସ୍ୟ, ଅନେକ ବର୍ଷ ପରେ ସେ ଗୁପ୍ତ ଭଣ୍ଡାରକୁ ସେ ଖୋଲି ଦଉଛନ୍ତି। ମୋ ପ୍ରିୟ ମାନେ, ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ଈଶ୍ୱରଙ୍କର ବାକ୍ୟକୁ ଜାଣିବାକୁ ପଡିବ। ଯୋଉମାନେ ଈଶ୍ୱରଙ୍କର ବାକ୍ୟ ନିମନ୍ତେ କ୍ଷୁଧିତ ଆଉ ତୃଷିତ, ପ୍ରଭୁ ସେମାନଙ୍କୁ ବ୍ୟବହାର କରିବେ। ହୁଏତ ସେଦିନ ସୂକ୍ଷ୍ମ ରୂପେ ପ୍ରଚାର କରି ମରିଗଲେ, କିନ୍ତୁ ଆଜି ଆମେ ତାଙ୍କୁ ମନେ ପକାଉଛୁ। ଆପଣ ଗଲା ପରେ, ମୁଁ ଗଲା ପରେ ଆମ ପରବର୍ତ୍ତୀ ପିଢି ଆମମାନଙ୍କୁ ମନେ ପକେଇବାକୁ ପଡିବ। ଥିଲେ ସେ ବ୍ୟକ୍ତି ଜଣକ ମଶାଣୀରେ ଯେତେବେଳେ ଆମର ମୋଡ ରଖା ହବ, ସେତେବେଳେ ଲୋକ ଥିଲେ ସେ ବ୍ୟକ୍ତି। କେହି କହନ୍ତି ସମସ୍ତ ଉତ୍ତମ କଥା ମଶାଣୀରେ ବର୍ଣ୍ଣନା କରାଯାଏ। ଶବ ପଡିଥିଲା ବେଳକୁ କହିବେ, ଓ ସେଇ ବ୍ୟକ୍ତି ବାକ୍ୟରେ ପରିପୂର୍ଣ୍ଣ ଥିଲେ। ବାକ୍ୟକୁ ଆମେ ଗ୍ରହଣ କରିବାକୁ ପଡିବ, ପଢିବାକୁ ପଡିବ। କେହି ଜଣେ ପ୍ରଭୁଙ୍କର ଦାସ କହନ୍ତି ଯେ ବାକ୍ୟକୁ ପଢିବାକୁ ପଡିବ, ବାକ୍ୟକୁ ଶୁଣିବାକୁ ପଡିବ। ବାକ୍ୟ ହଉଛି ଏକ ହୃଦୟର ଆଉ ବୋଝ ବିଷୟ। କେହି ଜଣେ ଆଉ ଜଣେ ପ୍ରଭୁଙ୍କର ଦାସ କହନ୍ତି ଆପଣ ହଉଛନ୍ତି ପଞ୍ଚମ ସୁସମାଚାର। ମାଥ୍ୟୁ ପ୍ରଥମ ସୁସମାଚାର, ମାର୍କ ଦ୍ୱିତୀୟ ସୁସମାଚାର, ଲୁକ ତୃତୀୟ ସୁସମାଚାର, ଜହନ ଚତୁର୍ଥ ସୁସମାଚାର। ଖ୍ରୀଷ୍ଟିଆନ ଲୋକମାନେ ହଉଛନ୍ତି ପଞ୍ଚମ ସୁସମାଚାର। ତାଙ୍କୁ ଦେଖି ଲୋକ ବଦଳିବେ। ଟିକେ ପଢିଦେବା ଆମେ ପ୍ରଥମ କରନ୍ତୀୟ 3 ଅଧ୍ୟାୟ ଟିକେ କାଢନ୍ତୁ ପ୍ରଥମ ଦେଖିବା 2 ଅଧ୍ୟାୟର 2 ପଦ, 1-2 ପଦ ପଢି ଦିଅନ୍ତୁ। କେହି ଜଣେ ମତେ ସାହାଯ୍ୟ କରନ୍ତୁ। ହେ ଭାଇମାନେ, ଯେତେବେଳେ ମୁଁ ତୁମମାନଙ୍କ ନିକଟକୁ ଯାଉଥିଲି, 2 କରନ୍ତୀୟ 3 ଅଧ୍ୟାୟ, 3 ଅଧ୍ୟାୟ, ହଁ 2 କରନ୍ତୀୟ 3 ଅଧ୍ୟାୟ 2-3 ପଦ, 1-2 ପଦ ପଢି ଦିଅନ୍ତୁ। ଆମ୍ଭେମାନେ କି ପୁନର୍ବାର ଆତ୍ମ ପ୍ରଶଂସା କରିବାକୁ ଆରମ୍ଭ କରୁଅଛୁ, କିମ୍ବା କାହାରି ପରି କଣ ତୁମମାନଙ୍କ ନିକଟକୁ ବା ତୁମମାନଙ୍କର ନିକଟରୁ ଆମମାନଙ୍କର ପ୍ରଶଂସା ପାତ୍ର ଆବଶ୍ୟକ?
ତୁମେମାନେ ତ ଆମମାନଙ୍କର ହୃଦୟରେ ଲିଖିତ ଏବଂ ସମସ୍ତ ଲୋକଙ୍କ ଜ୍ଞାତ ଓ ଗଠିତ ଆମମାନଙ୍କର ସ୍ୱରୂପ। ତୁମେ ମାନେ ହଉଛ ପଞ୍ଚମ ସୁସମାଚାର। ପ୍ରଥମ ସୁସମାଚାର ମାଥ୍ୟୁ, ଦ୍ୱିତୀୟ ସୁସମାଚାର ମାର୍କ, ତୃତୀୟ ସୁସମାଚାର ଲୁକ, ଚତୁର୍ଥ ସୁସମାଚାର ଜନ, ପଞ୍ଚମ ସୁସମାଚାର ହଉଛ ତୁମ ମାନେ ଆମ ମାନଙ୍କୁ ହୃଦୟରେ ଲିଖିତ ପତ୍ର ସ୍ୱରୂପ, ଈଶ୍ୱରଙ୍କ ହୃଦୟରେ ଲେଖା ଯାଇଥିବା ବ୍ୟକ୍ତି ମାନେ, ଯୋଉମାନେ ଈଶ୍ୱରଙ୍କ ବାକ୍ୟକୁ ପାଳନ କରନ୍ତି। ତେବେ ଜଣେ ଈଶ୍ୱରଙ୍କର ସେବକ ବାଇବେଲକୁ ଭଲ ଭାବେ ଜାଣିବାକୁ ପଡିବ। ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି ବାଇବେଲକୁ ଭଲ ଭାବେ ଜାଣିବାକୁ ପଡିବ, ତେବେ ସେ ପଞ୍ଚମ ସୁସମାଚାର ହେଇପାରିବ। ଆପଣ ଯଦି ଆଜି ପଞ୍ଚମ ସୁସମାଚାର ହେବା ପାଇଁ ଅଛନ୍ତି ବୋଇଲେ ବାଇବେଲକୁ ପଢିବାକୁ ପଡିବ, ବାଇବେଲକୁ ରଖିବାକୁ ପଡିବ। ଆପଣ ଅନ୍ୟ ପାଇଁ ଆଦର୍ଶ ହେବାକୁ ପଡିବ। ଆପଣଙ୍କୁ ଦେଖିବେ ଅନ୍ୟ ଲୋକମାନେ ଆପଣଙ୍କର ଅନୁକରଣ କରିବେ। ନିକଟରେ ମୁଁ ଚେନ୍ନାଇ ଯାଇଥିଲି, ଜଣେ ପ୍ରଭୁଙ୍କର ଦାସୀ କହୁଥିଲେ, ସାର୍ ମତେ ଦେହରେ ରୋଗ ଥିଲା, ମୁଁ ଶ୍ୱାସ ରୋଗ ମତେ ଥିଲା। ସବୁଦିନ ମୁଁ ବାକ୍ୟ ଶୁଣି 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 କରି ରୋଗ ଆଉ ଦୂର ହେଇଗଲା ମୋ ପାଖେ ନାହିଁ। ଈଶ୍ୱରଙ୍କର ବାକ୍ୟ ରୋଗରୁ ମୁକ୍ତ କରେ, ଈଶ୍ୱରଙ୍କର ବାକ୍ୟ ଅଭାବରୁ ଦୂର କରେ, ଈଶ୍ୱରଙ୍କର ବାକ୍ୟ ନୂତନ ଜୀବନ ଆଣିଦିଏ, ଈଶ୍ୱରଙ୍କର ବାକ୍ୟ ସମସ୍ତଙ୍କର ଠିଆ ହେବା ପାଇଁ ସାହାଯ୍ୟ କରେ। ସେଇ ବାକ୍ୟ ହଉଛନ୍ତି ଆପଣ ମାନେ, ଯେତେବେଳେ ଆପଣ ସୁସମାଚାରକୁ ଗ୍ରହଣ କରନ୍ତି। ମୋ ପ୍ରିୟ ଲୋକମାନେ, ଆମେ ଏତେ 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 ଆମେ ସ୍ୱାର୍ଥପର, ବେଳେ ବେଳେ ପଡୋଶୀ ଲୋକକୁ ଈଶ୍ୱରଙ୍କ ବାକ୍ୟ କହିନଥାଉ। ସ୍ୱାର୍ଥପର ନାହିଁ, ଭୟ। ସ୍ୱାର୍ଥପର ନାହିଁ, ଆମେ ଭୟ। କହିଦେଲେ ମାରିଦେବେ କି ପିଟି ଦେବେ କି ଜିନିଷ କରିଥାଉ ନା। ଆପଣଙ୍କୁ ଆମର ଦାୟିତ୍ୱ ସୁସମାଚାର ପଢିବାକୁ ପଡିବ, ବାକ୍ୟର ଗଭୀର ଭିତରକୁ ଯିବାକୁ ପଡିବ, ବାକ୍ୟ ପଢିବାକୁ ପଡିବ। ମୁଁ ଯେତେବେଳେ ଧ୍ୟାନ କରୁଥିଲି, ଏ ୟଙ୍ଗ ମ୍ୟାନ ଷ୍ଟିଫାନ, ଜଣେ ଯୁବା ମନୁଷ୍ୟ, ଏତେ ଜ୍ଞାନୀ କେମିତି ହେଇପାରିଲେ? ହେବଲଙ୍କର କଥା ଲେଖନ୍ତି, ସେ ହେବଲଙ୍କ କଥା ସେ ଲେଖନ୍ତି, ସାଧାରଣ କଥା ନାହିଁ। ସେ ଅବ୍ରାହ୍ମଙ୍କ କଥା ଲେଖନ୍ତି, ସେ ପରବର୍ତ୍ତୀ ତାଙ୍କ ଲୋକମାନେ ଦାଉଦଙ୍କର କଥା ଲେଖନ୍ତି। ଏତେ ଜ୍ଞାନୀ ହେଲେ କେମିତି? ଯେ ଦିବାରାତ୍ର ତାଙ୍କର ବ୍ୟବସ୍ଥା ଧ୍ୟାନ କରେ ସେ ଧନ୍ୟ। ଯଦି ଈଶ୍ୱରଙ୍କ ପ୍ରତି ମନୋଯୋଗୀ ଆମେ ହେବା, ତେବେ ସଦାପ୍ରଭୁ ଆମମାନଙ୍କ ଦ୍ଵାରା କଥା କହିବେ। ଗୀତରଚକ କହନ୍ତି, ମଧୁ ଚାକ ଠାରୁ ଈଶ୍ୱରଙ୍କ ବାକ୍ୟ ସୁମିଷ୍ଟ ଅଟେ, ମହୁ ଠାରୁ ମିଠା। ଏଇ ଜିନିଷଟା ବାଇବେଲରୁ ଆମେ ପାଇବା, କୋଉଠୁ ନାହିଁ। ମୁଁ ଯେତେବେଳେ ପଢିଲା, ମହୁ ଠାରୁ ମିଠା ଜିନିଷ ଆଉ କିଛି ନାହିଁ। ମହୁ ହଉଛି ସ୍ୱାସ୍ଥ୍ୟକର, ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ। ମହୁ ହଉଛି ପାଟି ପାଇଁ ଉତ୍ତମ ଅଟେ। ମହୁ ହଉଛି ମନ ପାଇଁ ଉତ୍ତମ ଅଟେ। ତାଠାରୁ ଉତ୍ତମ କିଏ? ଈଶ୍ୱରଙ୍କର ବାକ୍ୟ ଆପଣଙ୍କୁ ସନ୍ତୋଷ ଆଣିଦେବ, ଆପଣଙ୍କୁ ଆନନ୍ଦ ଆଣିଦେବ, ଆପଣଙ୍କୁ ଈଶ୍ୱରଙ୍କ ସାଙ୍ଗେ ମିଳିତ କରିବ। ଈଶ୍ୱରଙ୍କର ବାକ୍ୟ ଆପଣ ଯେତେବେଳେ କୌଣସି ମଣ୍ଡଳୀରେ ଯାଇ ପ୍ରଚାର କରିବେ, ଆପଣଙ୍କୁ ପରିଚୟ ଆଣିଦେବ। ଦେଖିବାକୁ ହୁଏତ ପତଳା ହେଇପାରନ୍ତି, ଦେଖିବାକୁ ହୁଏତ ଅସୁନ୍ଦର ହେଇପାରନ୍ତି, ଦେଖିବାକୁ ହୁଏତ ଆପଣ ଗଠନମୂଳକ ହେଇ ନ ପାରନ୍ତି, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଯାଇ ଯାଇ ଜାଣିଛନ୍ତି, କୌଣସି ମଣ୍ଡଳୀରେ ପ୍ରଚାର କରିବେ, ଖାଲି ଲୋକ ଆପଣଙ୍କୁ ଦେଖୁଥିବେ। କାହିଁକି? ଆପଣ ଯେତେବେଳେ ଈଶ୍ୱରଙ୍କୁ ଦେଖନ୍ତି, ଲୋକମାନେ ଆପଣଙ୍କୁ ଦେଖିବେ। ଈଶ୍ୱରଙ୍କ ପାଖରେ ଏତେ ଶକ୍ତି ଅଛି। ସେଥିପାଇଁ ରୋମିଓ ମଣ୍ଡଳୀକୁ ପ୍ରେରିତ ପାଉଲ ଲେଖନ୍ତି ଯେ ସୁସମାଚାରରେ ଶକ୍ତି ଅଛି, ଆଉ କୌଣସି ଜାଗାରେ ଶକ୍ତି ନାହିଁ। ଏତେ ଶକ୍ତି ଅଛି ସୁସମାଚାରରେ, ଜଣେ ପାପୀର ମନକୁ ପରିବର୍ତ୍ତନ କରିପାରେ। ଏତେ ସୁସମାଚାର ଶକ୍ତି ଅଛି, ଜଣେ ଡକାୟତର ମନକୁ ପରିବର୍ତ୍ତନ କରିପାରେ। ଏତେ ଶକ୍ତି ଅଛି ସୁସମାଚାରରେ, ଜଣେ ସାଉଲକୁ ପାଉଲ ବନେଇ ପାରେ। ଶକ୍ତିଶାଳୀ, ବୋମା ଠାରୁ ମଧ୍ୟ ଶକ୍ତିଶାଳୀ ଅଟେ। ହିରୋସୀମା ବୋମା ଠାରୁ ମଧ୍ୟ ସେ ଶକ୍ତିଶାଳୀ ଅଟେ। ମେସିନ ଗନ୍ ଠାରୁ ମଧ୍ୟ ସେ ଶକ୍ତିଶାଳୀ ଅଟେ। ଏଇ ପ୍ରକାର ଶକ୍ତି ହଉଛି
ଈଶ୍ୱରଙ୍କର ବାକ୍ୟ। ଆପଣ ଯଦି ଈଶ୍ୱରଙ୍କର ବାକ୍ୟକୁ ପ୍ରେମ କରିବେ, ପଢିବେ, ଜାଣିବେ, ତେବେ ଆପଣ ବୁଝିବେ। ତେବେ ଦ୍ୱିତୀୟ ଗୁଣ ଆମମାନେ ଦେଖିଲୁ ସ୍ତିଫାନଙ୍କର ପ୍ରଗାଢ ପଣ୍ଡିତ, ବ୍ୟବସ୍ଥାରେ ପଣ୍ଡିତ। ସେ ମୁଁ ଭାବୁଛି ସେ ଛୋଟବେଳୁ କୌଣସି ବିଷୟକୁ ଆଉ ସେ ଛାଡି ନାହାନ୍ତି। ସେ 7 ଅଧ୍ୟାୟ ଯଦି ଆପଣ ପଢିବେ, ଦେଖନ୍ତୁ ସେ ଜାଗାରେ ଲେଖା ହେଇଛି ଯେ ଆଉ ସମସ୍ତ ଆଦି ପିତା ମାତାଙ୍କର କଥା ଲେଖା ହେଇଛି। ସମସ୍ତଙ୍କର ବିଷୟକୁ ସେ ଆଉ ଛାଡୁନାହାନ୍ତି। ସେ ମରିବେ କିନ୍ତୁ ସମସ୍ତଙ୍କ ବିଷୟ ସେ କହି ଚାଲିଛନ୍ତି। କୌଣସି ବିଷୟକୁ ସେ ଛାଡୁନାହାନ୍ତି। ପ୍ରିୟମାନେ, ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଜାଣିବାକୁ ପଡିବ, ଆମମାନଙ୍କ ପିଲାମାନଙ୍କୁ ଶିଖେଇବାକୁ ପଡିବ। ଆମେ କାହିଁକି ଗରିବ, ଆମେ କାହିଁକି ଅସୁସ୍ଥ, ଆମେ କାହିଁକି ବ୍ୟବହୃତ ହେଇପାରୁନୁ? ଈଶ୍ୱରଙ୍କ ବାକ୍ୟକୁ ଆମେ ପ୍ରେମ କରୁନୁ। ସବୁ କରିବା ପାଇଁ ଆମମାନଙ୍କୁ ସମୟ ଅଛି, ଈଶ୍ୱରଙ୍କ ବାକ୍ୟକୁ ପଢିବାକୁ ଆମମାନଙ୍କୁ ସମୟ ନାହିଁ। ଏତେ ଟାଇଟ, ଏତେ ଟାଇଟ। ମୁଁ ୱେଷ୍ଟବେଙ୍ଗଲ ଯାଉଥିଲି, ଆମ ବାଇବେଲ ସ୍କୁଲ ଭାଇମାନଙ୍କ ସାଙ୍ଗେ କଥାବାର୍ତ୍ତା କଲି। ପିଲାମାନେ, କଣ ତୁମକୁ ବାଧା ଦିଏ ଯେ ଈଶ୍ୱରଙ୍କ ପାଖକୁ ଯିବା ପାଇଁ? ସେମାନେ କହିଲେ ଈଶ୍ୱର ସବୁ ଜିନିଷ ଆମକୁ କରିବାକୁ ଇଚ୍ଛା ଲାଗେ, ଗୀତ ଗାଇବାକୁ ଇଚ୍ଛା ଲାଗେ, ନାଚବାକୁ ଇଚ୍ଛା ଲାଗେ, କଥା ହେବାକୁ ଇଚ୍ଛା ଲାଗେ। ବାଇବେଲ ପଢିଲା ବେଳକୁ ବୋରିଂ। 2 ଦିନ ତଳେ ବୋଧେ ଗୋଟେ ବୋରିଂ ବୋଲବା ଶବ୍ଦ ଗୋଟେ ଆସିଥିଲା ସୋସିଆଲ ମିଡିଆ, ବୋରିଂ। ଇଟ୍ ଇଜ ଭେରି ବୋରିଂ। କିନ୍ତୁ ଈଶ୍ୱରଙ୍କର ବାକ୍ୟ ଲେଖାଯାଏ ସତେଜ କରିବା। ଆଜିକାଲି ନର୍ଥ ଇଷ୍ଟ ଲୋକମାନେ ବାଇବେଲ ପଢୁନାହାନ୍ତି। ସେ କହିବାର କଥା, ସେ କଥା କହୁଥିଲେ। ତାଙ୍କର ଯୋଉ ନର୍ଥ ଇଷ୍ଟ 7ଟା ଷ୍ଟେଟ ଅଛି, ପାଖାପାଖି ଅଧିକ ଖ୍ରୀଷ୍ଟିଆନ ସେମାନେ କହୁଛନ୍ତି ବହୁତ ଅବହେଳିତ ସେମାନେ। କପିଲ ଶର୍ମା ଶୋ ତ ଆପଣ ଦେଖିବେ ଆରାମସେ, ବିଲକୁଲ ବୋରିଂ ନାହିଁ। ସିରିଏଲ ଦେଖିବେ, ବିଲକୁଲ ବୋରିଂ ନାହିଁ। ଯଦି ଅନ୍ୟ କୌଣସି ଜିନିଷ ବିଲକୁଲ ବୋରିଂ ନାହିଁ। ଈଶ୍ୱରଙ୍କର ବାକ୍ୟ ପଢିଲା ବିଲକୁଲ ସମୟ ନାହିଁ। ଦୁଃଖର ସହିତ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି, ମୁଁ ଏ ଭାଷା ଗୁଡାକ ମୁଁ ବ୍ୟବହାର କରେ ନାହିଁ। ପ୍ରଭୁ ଆଜି କାହିଁକି ମୁଁ କହୁଛି ମୁଁ ଜାଣେ ନାହିଁ। ମୁଁ ପ୍ରଚାର କଲା ବେଳେ କୌଣସି ପ୍ରକାର ଖରାପ ଭାଷା ମୁଁ ବ୍ୟବହାର କରେ ନାହିଁ। କିନ୍ତୁ ଆମକୁ ପ୍ରଭୁଙ୍କ ବାକ୍ୟକୁ ଜାଣିବାକୁ ପଡିବ। ସଂସାରିକ ବିଷୟ ଠାରୁ ଆମକୁ ଦୂରେଇବାକୁ ପଡିବ। ତେଣୁକରି ପ୍ରେରିତ ବାଉଲ ଲେଖନ୍ତି ରୋମିଓ ମଣ୍ଡଳୀକୁ 12 ଅଧ୍ୟାୟର 1-2 ଯେ ତୁମେ ମାନେ ଏଇ ସଂସାରର ଅନୁରୂପୀ ହୁଅ ନାହିଁ। ଏ ସଂସାରର ଅନୁରୂପୀ ଆମମାନଙ୍କୁ ଜୀବନ ଆଣିଦେବ ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୁଁ ଆଜି ଆପଣଙ୍କୁ ଦ୍ୱିତୀୟ କଥା କହିଲି, ଆପଣ ବାକ୍ୟର ଗଭୀରତାକୁ ଜାଣ। ଜଣେ ଲୋକ ପ୍ରଚାର କରୁଥିବେ କି ଆପଣଙ୍କ ଜିଲ୍ଲାରେ, ଆପଣ ମାନେ କୁଆଡେ ଯିବେ? ପ୍ରଭୁ ଆପଣଙ୍କୁ ବ୍ୟବହାର କରିନାହାନ୍ତି କି? ଡାକି ନାହାନ୍ତି କି? ବରଦାନ ଦେଇନାହାନ୍ତି କି? ହେଲେ ପଢୁନାହାନ୍ତି, ଜାଣୁନାହାନ୍ତି। ପ୍ରଭୁ ଆପଣଙ୍କୁ ବ୍ୟବହାର କରୁଛନ୍ତି। ଯଦି ଆମର ହୋଷ୍ଟ ସାର୍କୁ ଗଭର୍ଣ୍ଣମେଣ୍ଟ ଚାକିରି କରି ଯଦି ବ୍ୟବହାର କରୁଛନ୍ତି, ଆପଣଙ୍କୁ ଆଉ ମତେ ବି ବ୍ୟବହାର କରିବେ। ପ୍ରଭୁ ତାଙ୍କ ପିଲାମାନଙ୍କୁ ବ୍ୟବହାର କରନ୍ତି, ଆପଣଙ୍କୁ ମଧ୍ୟ ବ୍ୟବହାର କରିବେ। ତାଙ୍କ କାମ ନାହିଁ ବାଇବେଲ ପ୍ରଚାର କରବାର, ତାଙ୍କର କାମ ହଉଛି ସରକାର ତରଫ କାମ କରବାଟା। କିନ୍ତୁ ହୃଦୟର ବୋଝ, ଈଶ୍ୱରଙ୍କର ବାକ୍ୟ ବୋଝ ଆଣିଦିଏ। ଈଶ୍ୱରଙ୍କର ବାକ୍ୟ ନୂଆ ଜୀବନ ଆଣିଦିଏ, ଜ୍ଞାନ ଆଣିଦିଏ। ଆପଣ ସବୁ ଜିନିଷ ପଢିଲେ ଫେଲ ହେଇଯିବେ, ବାଇବେଲ ପଢିଲେ କେବେ ଫେଲ ହେବେ ନାହିଁ। ଗଣିତ ପଢିଲେ ଫେଲ ହେବେ, ଇଂଲିଶ ପଢିଲେ ଗ୍ରାମାର ମିଷ୍ଟେକ୍ ହବ, ଗଣିତ ପଢିଲେ ମିଶାଣ ଫେଡାଣ ମିଷ୍ଟେକ୍ ହବ, ଆଉ ଆପଣ ଇତିହାସ ଯଦି ପଢିଲେ କୌଣସି ଜିନିଷ ଭୁଲିଯିବେ। ବାଇବେଲ ପଢିବେ, ଆପଣ ଜ୍ଞାନୀମାନ ହେଇଯିବେ। ବାଇବେଲରେ ଆଶୀର୍ବାଦ ଅଛି, ଜୀବନ ଅଛି। ବାଇବେଲ ଏକ ମଞ୍ଜି ସଦୃଶ ଜୀବନ ଅଛି। ଆମ ପିଲାମାନଙ୍କୁ ବାଇବେଲ ପଢିବାକୁ ଶିଖେଇବାକୁ ପଡିବ। ଆମେ ଯଦି ଆଜିକାଲି ଆଉ ଲୋକ ବାଇବେଲ ଧରୁନାହାନ୍ତି, ଆଜ୍ଞା ପଢୁନାହାନ୍ତି, ମୋବାଇଲରେ ପଢି ପକଉଛନ୍ତି। ଏଇ ଲେଟ୍ରିନ୍ ଗଲା ବେଳକୁ ମୋବାଇଲ ଆମେ ନଉଛୁ, ସେ ବାଇବେଲକୁ ପବିତ୍ର ଶାସ୍ତ୍ର ବୋଲି। ଦୁଃଖର କଥା। ଗୋଟେ ମଣ୍ଡଳୀରେ ନୂଆ ବର୍ଷରେ ମୁଁ ଯାଇଥିଲି, ଗୋଟେ ମଣ୍ଡଳୀରେ ଗୋଟେ ଛୁଆ ବାଇବେଲ ପଢିବାକୁ ପଡା, ସେ ମୋବାଇଲ ଧରିକି ପଢୁଛି। ପବିତ୍ର ବାକ୍ୟ, ଈଶ୍ୱରଙ୍କ ମୁଖ ନିଃସୃତ ବାକ୍ୟ। ଆମ ପିଲାମାନଙ୍କୁ ଆମେ କେବେ ବି ଏନକରେଜ କରିବାକୁ ହବ ନାହିଁ ଯେ ବାଇବେଲ ପଢନ୍ତୁ, ଇଏ କଣ ମୋବାଇଲରେ ବାଇବେଲ ପଢନ୍ତୁ ବୋଲିକରି। ପ୍ରିୟମାନେ, ଯଦି ପ୍ରଭୁ ଚାହିଁବେ ଆଜି ରାତିରେ ସେଟେଲାଇଟ କୁ ଟିକେ ଯଦି ହାତ ଲଗେଇଦେବେ, ଆପଣଙ୍କର ମୋବାଇଲର ଯେତେ ଡାଟା ବାଇବେଲ ଫାଇବେଲ ସବୁ ଉଡିଯିବ। ତାପରେ ହସ୍ତଲିଖିତ ପୁସ୍ତକ ପଢବାକୁ ବାଧ୍ୟ। ସେ ପରମେଶ୍ୱର ପ୍ରଭୁ
ଚାହାନ୍ତି ସେ ଦେଇଥିବା ଶାସ୍ତ୍ରକୁ ଆମେ ପଢିବା। ମୁଁ ଉତ୍ସାହିତ କରିବାକୁ ଚାହେଁ ଆଜି ଆମ ଗ୍ରୁପରେ ଯେତେ ଲୋକ ବି ବସିଛୁ ଆମେ ବାଇବେଲକୁ ପଢିବା। ମୋବାଇଲକୁ ବିଲକୁଲ ପ୍ରାୟୋରିଟି ଦେବେ ନାହିଁ। ମୋବାଇଲ ହିଁ ଆମମାନଙ୍କୁ ବାଇବେଲ ପଢିବା ଠାରୁ ଦୂରେଇ ରଖୁଛି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଦ୍ୱିତୀୟ ତାଙ୍କର ଚରିତ୍ର ଥିଲା, ପ୍ରଥମ ଚରିତ୍ର ଥିଲା ସେ ଜଣେ ଉତ୍ତମ ସେବକ, ମଣ୍ଡଳୀର ସେବା କରିବା ପାଇଁ ନିଷ୍ଠାବାନ ସେବକ। ଦ୍ୱିତୀୟ ତାଙ୍କର ଗୁଣ ହଉଛି ସେ ଜଣେ ଗଭୀର ଈଶ୍ୱରଙ୍କ ବାକ୍ୟକୁ ପ୍ରେମ କରୁଥିବା ଜଣେ ଉତ୍ତମ ସେବକ ଅଟନ୍ତି। ତୃତୀୟ ଚରିତ୍ର, ସେ ଯୀଶୁ ଖ୍ରୀଷ୍ଟଙ୍କ ତୁଲ୍ୟ ଚରିତ୍ରବାନ ବ୍ୟକ୍ତି ଅଟନ୍ତି। ଜଣେ ମାତ୍ର ବ୍ୟକ୍ତି ବାଇବେଲରେ ଯେ ଆଉ ପ୍ରାର୍ଥନା କରି କହିଥିଲେ, ପ୍ରଭୁ ଏମାନଙ୍କର ପାପକୁ ଦୋଷକୁ ଧର ନାହିଁ, ଏମାନଙ୍କ ବିରୁଦ୍ଧରେ କୌଣସି ଦୋଷ ଗଣନା କର ନାହିଁ, ଏମାନଙ୍କୁ କ୍ଷମା କର। ବାଇବେଲରେ ଅନେକ ଘଟଣା ଲେଖା ହେଇଛି। ସ୍ତିଫାନକୁ ପ୍ରଭୁଙ୍କର ବାକ୍ୟରେ ଏତେ ଗଭୀରତା ଦେଇଥିଲା, ସେ ଶତ୍ରୁକୁ ପ୍ରେମ କରିବାର ଶିଖିଲେ, ଯୀଶୁଙ୍କ ସ୍ୱଭାବକୁ ସିଏ ଧରିଲେ। ଯୀଶୁ ଖ୍ରୀଷ୍ଟ ସ୍ୱର୍ଗ ଆଉ ପୃଥିବୀର ଅଧିକାରୀ ବି ଦାସ ରୂପ ଧାରଣ କଲେ। କୃଷିର ମୃତ୍ୟୁ ପର୍ଯ୍ୟନ୍ତ ସେ ଆପଣ ପିତାଙ୍କର ଆଜ୍ଞାବହତା ହେଲେ। ଥିଓଲୋଜିକୁ ଯଦି ଆପଣ ଯିବେ, ଥିଓଲୋଜିରେ ଦେଖିବେ ଦାସ ରୂପ ବୋଲେ ଦାସ ଶବ୍ଦ ଯୋଉଟା ଏକ ଗଭୀର ଶବ୍ଦ ଅଟେ। ସେତେବେଳେ ଯୀଶୁଙ୍କ ସମୟରେ ଦାସ ବିଭିନ୍ନ ପ୍ରକାର ଦାସ ଥିଲେ, କିନ୍ତୁ ଯୀଶୁ ଯୋଉ ଦାସ କଥା ବ୍ୟବହାର କରିଛନ୍ତି କିଣା ଦାସ। ପ୍ରେରିତ ପାଉଲ ଯୋଉ ଦାସ କଥା କହୁଛନ୍ତି କ୍ରୀତ ଦାସ, ଡୁଲସ୍, ସ୍ଲେଭ ଗ୍ରୀକରେ ଡୁଲସ୍, ଆଉ ଇଂଲିଶରେ ସାର୍ଭେଣ୍ଟ ନାହିଁ ସ୍ଲେଭ। ସାର୍ଭେଣ୍ଟ ବୋଇଲେ ଆପଣଙ୍କର ଆଜି ଦିନ ମଜୁରିଆ, ସ୍ଲେଭ ବୋଇଲେ ସବୁଦିନ ଆପଣଙ୍କ ସାଙ୍ଗେ ରହିଯିବେ। କ୍ରୀତ ଦାସ ପ୍ରଥା ସେତେବେଳେ ରହିଥିଲା। ନିଷ୍ଠାବାନ ସହିତ ସେବା କରିବ ଆପଣା ମାଲିକର। ଯୀଶୁଙ୍କ ଚରିତ୍ରର ପ୍ରଭାବ ସ୍ତିଫାନଙ୍କ ଉପରେ ପଡିଥିଲା। ସେ ପ୍ରଥମ ଶତାବ୍ଦୀରେ ଜଣେ ଚରିତ୍ରବାନ ବ୍ୟକ୍ତି ଥିଲେ, ଯାହାଙ୍କର ସ୍ୱଭାବ ଯୀଶୁଙ୍କ ପାଖରେ ପଡିଥିଲା। ମଣ୍ଡଳୀରେ ଯୀଶୁଙ୍କ ସ୍ୱଭାବର ଲୋକମାନଙ୍କର ଆବଶ୍ୟକତା, ଯୀଶୁଙ୍କ ଶହେ ପାଦରେ ପାଦ ଦେବା ଲୋକର ଆବଶ୍ୟକତା ଅଟେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଈଶ୍ୱରଙ୍କର ବାକ୍ୟକୁ ନିହାତି ଜାଣିବାକୁ ପଡିବ ଗଭୀର ଭାବେ। ପ୍ରଥମ ପିତର 3:15 ଲେଖାଯାଏ, ଯଦି ଜାଣିବେ ଆପଣ ଉତ୍ତର ଦେଇପାରିବେ। ଆଉ ଯୀଶୁଙ୍କର ସ୍ୱଭାବକୁ ଗ୍ରହଣ କରିବାକୁ ପଡିବ। ସ୍ୱଭାବ ଦାସରୂପ ସ୍ୱଭାବ, ଏତେ ବଡ ପ୍ରଭୁ କିନ୍ତୁ ସେ ଆପଣଙ୍କୁ ନିମ୍ନ ମନେ କଲେ। ଆମେ ଗାଉଛୁ ଗୀତ ଅନେକ ସମୟରେ ଯୀଶୁଙ୍କ ସ୍ୱଭାବ ଧରି ବି ଉପାସନା ସଙ୍ଗୀତରେ ଅଛି, କିନ୍ତୁ ଆମ ସ୍ୱଭାବ କେତେ ଦୂର ଯୀଶୁଙ୍କ ସ୍ୱଭାବ ସାଙ୍ଗେ ମିଳିତ ହଉଛି। ଆଜି ସନ୍ଧ୍ୟାରେ ଉପସ୍ଥିତ ପ୍ରତ୍ୟେକ ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ମୁଁ ଅନୁରୋଧ କରି, ହୁଏତ ଆମେ କରିପାରୁ, ଆମ ପିଲାମାନଙ୍କୁ ଶିଖେଇବାକୁ ପଡିବ। ଆମେ ତ ଅଭ୍ୟାସ କରିବାକୁ ପଡିବ, ଆମ ପିଲାମାନଙ୍କୁ ଶିଖେଇବା। ମୁଁ ଆପଣମାନଙ୍କୁ ଅନୁରୋଧ କରି ଆଜି ସନ୍ଧ୍ୟାରେ ଜଣେ ସେବକ ଭାବରେ ଆପଣ ଯାହା କଲେ କରିଦେଲେ, ଆପଣଙ୍କ ପିଲାକୁ ଆପଣଙ୍କ ଉପରେ କରନ୍ତୁ ନାହିଁ, ଟିକେ ସ୍ପିରିଚୁଆଲ ପଡିବ। ଆପଣଙ୍କର ବଂଶ, ଆପଣଙ୍କର ଜୀବନ, ଆପଣଙ୍କର ନାମ ପରମେଶ୍ୱର କେବେ ଲୁପ୍ତ କରିବେ ନାହିଁ, ଆଗକୁ ବଢି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଜଣେ ବ୍ୟବସ୍ଥା ଶାସ୍ତ୍ରରେ ଜ୍ଞାନୀ ପଣ୍ଡିତ, ଜଣେ ତୀକ୍ଷ୍ଣ ବୁଦ୍ଧି ବ୍ୟକ୍ତି, ଯୁବା ଲୋକ ହେଇକି ମଧ୍ୟ ସେ ସବୁ ଜିନିଷ ଶିଖି ପାରିଥିଲେ। ଆଜି ଯୁବକ ମାନଙ୍କୁ ଯଦି ଆପଣ କହିବେ ସି ବୋଲବେ, ସିଆଡେ ଆପଣଙ୍କର କଣ ଯୁବକ ସଭାରେ ସେ ଆଜ୍ଞା ମାନେ କହିବେ, ଯୁବକ ସଭାରେ ଯୁବକ ମାନେ ନଥାନ୍ତି, ବୁଢା ବୁଢୀ ମାନେ ଥାନ୍ତି। ଯୁବକ ସଭାରେ ପିଲାମାନେ ଥାନ୍ତି, ସନ୍ଦେଶ ସ୍କୁଲରେ ଛୋଟ ପିଲା ନଥାନ୍ତି, ବଡ ଲୋକ ଥାନ୍ତି। ଆମର ଦୁର୍ଭାଗ୍ୟ ସେଟା। ଜଣେ ଯୁବା ଈଶ୍ୱରଙ୍କ ପାଖରେ ଏତେ ଜ୍ଞାନ ଗ୍ରହଣ କରିଥିଲେ, ମରିବା ପର୍ଯ୍ୟନ୍ତ ମଧ୍ୟ ଧୈର୍ଯ୍ୟ ଧରି ସେ ପ୍ରଚାର କଲେ। ହେଇପାରିବ ନାହିଁ, ତମେ ମାରିଦିଅ ପଛେ ମତେ ପଥରରେ, ହେଇପାରିବ ନାହିଁ, ମୁଁ ତାଙ୍କ ପାଇଁ ବଞ୍ଚିବି। ତେବେ ଆଦ୍ୟ ମଣ୍ଡଳୀରେ ଆମେ ଯେତେବେଳେ ଦେଖୁଛୁ ଯେ
ପ୍ରଥମ ଚରିତ୍ର ଦେଖିଲୁ ଜଣେ ନିଷ୍ଠାବାନ ସେବକ, ଯାହାକୁ ଦେଖିଲେ ଲୋକ କହିଲେ ନା 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 ଆମ 6,000 କି 7,000 କି 5,000 ମଣ୍ଡଳୀରେ କେହି ନାହିଁ, ସ୍ତିଫାନକୁ ପ୍ରଥମ ସ୍ଥାନ ଦିଆଯାଉ ସେବା କରିବା ପାଇଁ ଅଗ୍ରାଧିକାର। ଦ୍ୱିତୀୟ କଥା ଆମେ ଦେଖିଲୁ ସେ ଜଣେ ବାକ୍ୟରେ ନିପୁଣ ବ୍ୟକ୍ତି ଥିଲେ, ସମସ୍ତଙ୍କ ଆଗରେ ଠିଆ ହେଇ ଧୈର୍ଯ୍ୟର ସହିତ ସେ ଈଶ୍ୱରଙ୍କର ସାକ୍ଷୀ ହେଇପାରିଲେ। ଯାହା ତାଙ୍କ ଦ୍ଵାରା ପରମେଶ୍ୱର ପୂର୍ବର ବିଷୟ ସବୁକୁ ଗୋପନ ବିଷୟକୁ ପ୍ରକାଶ କଲେ, ତା ମାନଙ୍କ ପାଇଁ ଆଜି ଆଦର୍ଶ ଅଟେ। ତୃତୀୟ କଥା ଆମେ ଦେଖିଲୁ ଖ୍ରୀଷ୍ଟଙ୍କର ସ୍ୱଭାବକୁ ସେ ଧରିଲେ। ଖ୍ରୀଷ୍ଟଙ୍କ ସ୍ୱଭାବ ନମ୍ରଚିତ, ସେ ଦାସ ରୂପ ଧାରଣ କଲେ, ସେ ଯାହା କଲେ ମଧ୍ୟ ପାଟି ଫିଟେଇଲେ ନାହିଁ, ତାଙ୍କୁ ପତର ଫୋପାଡ କଲେ ଆମର ପାଟି ଫିଟିଲେ, ବରଂ ତାଙ୍କ ଶତ୍ରୁ ମାନଙ୍କ ପାଇଁ ସିଏ ପ୍ରାର୍ଥନା କଲେ। ତାହା ଥିଲା ଖ୍ରୀଷ୍ଟଙ୍କର ସ୍ୱଭାବ। ଯଦି ପ୍ରଭୁ ଆମକୁ ଅନୁଗ୍ରହ କରନ୍ତି, ହୁଏତ ଆମେ ନୁହେଁ, ଆଉ ଥରେ ମୁଁ ପୁନରାବୃତ୍ତି ଆମେ ନୁହେଁ, ଯଦି ଆମେ ଆମ ପିଲାମାନଙ୍କୁ ଶିଖେଇବା, ଆମେ ତ କରିବାର ବାଧ୍ୟ, ଆମ ପିଲାମାନେ ଭବିଷ୍ୟତ ଯୁବା ସ୍ତିଫାନଙ୍କ ପରି ଚରିତ୍ରବାନ କରିବା, ବାକ୍ୟ ବୀର କରିବା, ଚରିତ୍ର ବୀର କରିବା, ତେବେ ଆମ ଭବିଷ୍ୟତ ହୁଏତ ପରମେଶ୍ୱର ଆମ ସାଙ୍ଗେ ଚାଲିବେ, ଅନୁଗ୍ରହ କରିବେ। ଇତିହାସ ପୁସ୍ତକରେ ଆମ ନାମ ଲେଖାଯିବ। ସ୍ତିଫାନ ମରିଗଲେ, ଇତିହାସ ପୁସ୍ତକରେ ରହିଗଲେ, ବାଇବେଲରେ ରହିଗଲେ। ନଟ୍ ଇତିହାସ ପୁସ୍ତକ, ବାଇବେଲରେ ସେ ରହିଲେ। ତାଙ୍କ ଚରିତ୍ର ଗୁଣକୁ ଆଜି ମୁଁ ଆପଣଙ୍କ ଆଗରେ ପ୍ରଚାର କରିପାରୁଛି। ଜଣେ ଯୁବା ମନୁଷ୍ୟ କି ପ୍ରକାର ଆପଣା ପଥକୁ ପରିଷ୍କାର କରିବ, ଈଶ୍ୱରଙ୍କର ବାକ୍ୟକୁ ସେ ଯେତେବେଳେ ହୃଦୟରେ ରଖିବ। ଆମେ ଦେଖୁଛୁ ଗୀତ ସଂହିତାରେ ଲେଖାଯାଏ କେମିତି କରି ତାର ପଥକୁ ପରିଷ୍କାର କରିବ, ଯେତେବେଳେ ଈଶ୍ୱରଙ୍କ ବାକ୍ୟକୁ ହୃଦୟରେ ରଖି। ଏଇ ଯୁବା ହୃଦୟରେ ଈଶ୍ୱରଙ୍କ ବାକ୍ୟକୁ ରଖିଥିଲେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ମତେ ସୁଯୋଗ ଦେଇଥିବା ପ୍ରଭୁଙ୍କ ଦାସଙ୍କୁ ଧନ୍ୟବାଦ ଦିଏ। ସ୍ତିଫାନଙ୍କ ତୁଲ୍ୟ ଆପଣଙ୍କ ପିଲାମାନଙ୍କୁ, ଆପଣଙ୍କର ଏଇ ଗ୍ରୁପକୁ ବ୍ୟବହାର କରନ୍ତୁ, ଚରିତ୍ରବାନ କରନ୍ତୁ, ବାକ୍ୟ ବୀର କରନ୍ତୁ, ଉତ୍ତମ ସେବକ କରିଥିଲେ। ପ୍ରଭୁ ଏ ଛୋଟିଆ ଚିନ୍ତାରେ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ ଭେରି ମଚ୍ ସାର୍। ଆମେନ୍। ଆମେନ୍। ବହୁତ ବହୁତ ଧନ୍ୟବାଦ। ବହୁତ ସୁନ୍ଦର ଭାବରେ ପ୍ରଭୁଙ୍କର ଦାସ ଆମମାନଙ୍କୁ ସ୍ତିଫାନଙ୍କର ଜୀବନ ବିଷୟରେ ସେ କହୁଥିଲେ। ଆମେ ଅନେକ ସମୟରେ ଶୁଣିଥାଉ, ପ୍ରତିଦିନ ଆମେ ବାକ୍ୟ ଶୁଣୁ, ଏ ବାକ୍ୟ ଅନେକ ସମୟରେ ଶୁଣିଛୁ, କିନ୍ତୁ ଆଜି ଭିନ୍ନ ଭାବରେ ପ୍ରଭୁଙ୍କର ଦାସ ଆମମାନଙ୍କ ମଧ୍ୟରେ ସେ ପ୍ରକାଶ କରିଥିବା ହେତୁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦିଏ ଏବଂ ମୁଁ ପ୍ରତ୍ୟେକଙ୍କୁ ଧନ୍ୟବାଦ ଦିଏ। ଧୈର୍ଯ୍ୟର ସହିତ ଆମେ ବାକ୍ୟ ଶୁଣିଛୁ। ଏଇ ଯୋଉ ବାକ୍ୟ ଆମେ ଶୁଣିଛୁ, ତାହା ପ୍ରଭୁଙ୍କର ଦାସ ମାନେ ପରିଶ୍ରମ କରିକି ସେମାନେ ଆମମାନଙ୍କୁ ନେଇ ଆସନ୍ତି। ତେଣୁ ଆମେ ଶୁଣିକି ତାହା ଯେ ପ୍ରକାର ଆମ ଜୀବନରେ କାର୍ଯ୍ୟ ସାଧନ କରିବା, ଏଥିପାଇଁ ପ୍ରତ୍ୟେକ ଆମେ ପ୍ରାର୍ଥନାର ସହିତ ରହିବା। ପ୍ରଭୁ ଆମମାନଙ୍କୁ ନିଶ୍ଚୟ କରି ଦୟା ଏବଂ ଅନୁଗ୍ରହ କରନ୍ତୁ। ଆଜି ଆମ ସପରିବାରକୁ ପ୍ରଭୁ ଦେଇଛନ୍ତି ସେବାରେ, ଆମେ ଅନେକ ସମୟରେ ପ୍ରଭୁଙ୍କର ସେବା ପାଇଁ ଆମେ ବ୍ୟବହାର ହେବା ପାଇଁ ନିଶ୍ଚୟ ପ୍ରଭୁ ଆମମାନଙ୍କୁ ପ୍ରୋତ୍ସାହିତ ଦେଇଛନ୍ତି। ଏଇଟା ତ ପାଳକର କାମ, ପାଳକ ସିନା ପ୍ରଚାର କରିବ ବୋଲି ବେଳେ ବେଳେ ଆମେ କହିଥାଉ, କିନ୍ତୁ ସମସ୍ତଙ୍କର କାମ ସୁସମାଚାର ପହଞ୍ଚେଇବାଟା। ସେ ଆକ୍ଚୁଆଲି କରିକି ପୁରାତନ ଇଏ କରିଛନ୍ତି, ଡିଗ୍ରୀ କରିଛନ୍ତି ସିଏ। ଆଜି ନୂତନ ବିଷୟ ପାଇଁ ବୋଲି ସେ ଟିକେ ଇଏ ହେଲା। ତଥାପି ବହୁତ ବହୁତ ଧନ୍ୟବାଦ ପ୍ରଭୁଙ୍କର ଦାସଙ୍କୁ, ଆଉ ପ୍ରଭୁ ତାଙ୍କୁ ବ୍ୟବହାର କରିଥିବା ହେତୁ ପ୍ରଭୁଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ତେତେବେଳେ ଆମେ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ପହଞ୍ଚି ଅଛୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଉ ଆମେ ପ୍ରାର୍ଥନାକୁ ଯିବା। ପ୍ରାର୍ଥନା, ଆଉ କାହାର ଯଦି କିଛି ପ୍ରାର୍ଥନା ଅନୁରୋଧ ଅଛି ଯଦି କହିବେ, ତାହେଲେ ଆମେ ସମସ୍ତେ ଶେଷ ପ୍ରାର୍ଥନାରେ ମିଶିକି ପ୍ରାର୍ଥନା କରୁଥିବା। ବିଶେଷ କରି ପ୍ରାର୍ଥନା କରିବା 5 ତାରିଖରେ ଯୋଉ ଆମର ପ୍ରୋଗ୍ରାମ ଅଛି, ଆଉ ଯୋଉ ଦାସ ମାନେ ଆସିବେ ପ୍ରଭୁଙ୍କର ଗୌରବ ପାଇଁ ବ୍ୟବହାର ହେବେ, ସେ ପ୍ରତ୍ୟେକଙ୍କ ପାଇଁ ପ୍ରାର୍ଥନା କରିବା। ଆମେ ସମସ୍ତେ ଯେ ପ୍ରକାର ସେଦିନ ଯୋଗ ଦେବା, ସେଥିପାଇଁ ମଧ୍ୟ ଆମେ ପ୍ରାର୍ଥନା କରିବା। ଆଉ ସନ୍ଧ୍ୟା ଦିଦି କିଛି କହିବେ ପ୍ରାର୍ଥନା? ପ୍ରେଜ୍ ଦ ଲର୍ଡ। ନାଇଁ, ମ୍ୟାଡାମ କଣ କହିଲେ? ପ୍ରାର୍ଥନା ବିଷୟ କିଛି କହିବେ କି ବୋଲି, ପ୍ରାର୍ଥନା କିଛି ଅନୁରୋଧ ଅଛି କି ବୋଲି କହିଲେ। ଆଉ ଆମମାନଙ୍କର ସାର୍ ତ ଚୁପ୍ ଅଛନ୍ତି, ଆଉ ଆମମାନଙ୍କର ପାଷ୍ଟର ରବିଚନ୍ଦ୍ର ମିଶାଲ ସାର୍ଙ୍କର ଶରୀର ଅସୁସ୍ଥ। ଆଉ ଆଜି ସନ୍ଧ୍ୟା ବେଳେ ତାଙ୍କର ବିପି ହାଇ ହେଇକି ମଧ୍ୟାହ୍ନ ସମୟରୁ ସାର୍ ଅସୁସ୍ଥ ଅଛନ୍ତି। ଆଉ ବର୍ତ୍ତମାନ ସମୟରେ ବି ମୁଁ ତାଙ୍କ ଘରେ ଥିଲି।
ଆଉ ସେ ସମୟରେ ଆମେ ତାଙ୍କ ମ୍ୟାଡମଙ୍କ ସହିତ ଭିଡିଓରେ କିଛି ସମୟ ରହିଲୁ। ସାରଙ୍କ ଶରୀର ଅସୁସ୍ଥ, ତାଙ୍କ ପାଇଁ ପ୍ରାର୍ଥନା, ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନାରେ ସ୍ମରଣ କରିବେ। ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ତ ଆସନ୍ତୁ, ଆମମାନଙ୍କ ମଧ୍ୟରେ ମିନୁ ଦିଦି ଅଛନ୍ତି। ଦିଦି ପ୍ରେଜ ଦ ଲର୍ଡ। ପ୍ରେଜ ଦ ଲର୍ଡ। ପ୍ରେଜ ଦ ଲର୍ଡ। ପ୍ରାର୍ଥନା କରନ୍ତୁ ଦିଦି। ଆଉ ଆରମ୍ଭରେ ପର୍ଯ୍ୟନ୍ତ ପ୍ରଭୁ ଆମକୁ ସୁନ୍ଦର ଭାବରେ କଢେଇ ନେଲେ, ଆଉ ଝିଅ ଗୀତ ଗାନ କରିକି ପ୍ରଭୁଙ୍କର ଆରାଧନା କଲେ, ଏବଂ ଆମମାନେ ମଧ୍ୟସ୍ଥ ପ୍ରାର୍ଥନା ମଧ୍ୟ କରିଗଲୁ। ଆଉ କାଲିର ଆମମାନେ ବିଜ୍ଞାପନ ଶୁଣିଗଲୁ। ଆଉ ଆମର ଗୋଟେ କୁନି ଝିଅର ଜନ୍ମଦିନ ପ୍ରାର୍ଥନା କରିଛୁ, କିନ୍ତୁ ଆଉ ଥରେ ସ୍ମରଣ କରିବେ ଓ ଆମର ହୋଷ୍ଟ ସାରଙ୍କ ନିମନ୍ତେ ପ୍ରାର୍ଥନା କରିବେ। ଆଉ 5 ତାରିଖରେ ଆମର ପ୍ରଥମ ଆଉ ଆନିଭର୍ସରୀ ଅଛି, ଆଉ ଏ ଜୁମ୍ ର, ସେଥିପାଇଁ ପ୍ରାର୍ଥନା କରିବେ। ଏବଂ ପ୍ରଭୁଙ୍କର ଦାସ ସୁନ୍ଦର ଭାବରେ ବାକ୍ୟ କହିଗଲେ, ପ୍ରଭୁଙ୍କର ଦାସ ତାଙ୍କ ସେବା ଆମ ସପରିବାର ପାଇଁ ପ୍ରାର୍ଥନା କରିବେ। ଆମ ସାନ ଝିଅ ଭୁବନେଶ୍ୱରରେ ରହୁଛି, ସେ ଆସିଥିଲା, ଆଜି ସେ ଯାଉଛି ଆଉ ହୀରାଖଣ୍ଡରେ ସେ ଜୁନାଗଡ଼ ଗାଡିରେ ଯାଉଛି, ତାର ଯାତ୍ରାକୁ ପ୍ରଭୁ କୁଶଳ କରିବେ, ସେଥିପାଇଁ ପ୍ରାର୍ଥନା କରନ୍ତୁ ଦିଦି। ପ୍ରେଜ ଦ ଲର୍ଡ। ଏବଂ ଶୁଣିଲେ ଆମମାନଙ୍କର ରବିଚନ୍ଦ୍ର ସାରଙ୍କର ଦେହ ଅସୁସ୍ଥ ଅଛି, ବିପି ହାଇ ହେଇଯାଇଥିଲା। ପ୍ରଭୁ ଯେ ପ୍ରକାର ଦୟା କରିବେ, ସେ ସୁସ୍ଥତା ପ୍ରାପ୍ତ ହେବେ, ଏଥିପାଇଁ ପ୍ରାର୍ଥନା କରନ୍ତୁ ଦିଦି। ପ୍ରେଜ ଦ ଲର୍ଡ। ଧନ୍ୟବାଦ। ପ୍ରେଜ ଦ ଲର୍ଡ। ସୁନ୍ଦର ବାକ୍ୟ ପାଇଁ ପ୍ରଭୁଙ୍କର ଦାସଙ୍କୁ ଧନ୍ୟବାଦ। ନିଜକୁ ପ୍ରଭୁଙ୍କ ପାଦ ତଳେ ସମର୍ପଣ କରିବା, ଯୋଉ ବାକ୍ୟ ଶୁଣିଛୁ ସେ ବାକ୍ୟ ଅନୁମୋଦିତ ଯେମିତି କାର୍ଯ୍ୟ କରିପାରିବା, ସେଥିପାଇଁ ନିଜକୁ ପ୍ରଭୁଙ୍କ ପାଦ ତଳେ ସମର୍ପଣ କରିବା। ହାଲେଲୁୟା, ହାଲେଲୁୟା। କରମୟ ପିତା ପରମେଶ୍ୱର, ଧନ୍ୟବାଦ କରୁଛୁ, ପ୍ରଶଂସା କରୁଛୁ ପ୍ରଭୁ। ତୁମେ ଦୟା କଲ ସକଳ ବିଷୟରେ ପ୍ରଭୁ। ତୁମେ ଆମମାନଙ୍କର ସାହାଯ୍ୟକାରୀ ପରମେଶ୍ୱର ହେଲ। ସକାଳରୁ ଏପର୍ଯ୍ୟନ୍ତ ପ୍ରଭୁ ତୁମେ ଆମମାନଙ୍କର ଯତ୍ନ ନେଲ, ସୁରକ୍ଷା ଦେଲ। ଆମମାନଙ୍କୁ ତୁମେ ପ୍ରତ୍ୟେକଟି ଅବସ୍ଥାରେ ଆମମାନଙ୍କର ପଡ଼ିର ଆହାର ଦେଇ ଆମମାନଙ୍କର ଦୈନନ୍ଦିନର ସମସ୍ତ ଭାର ବହନ କଲ। ବାହାରେ ଯିବାର, ଭିତରେ ଆସିବାର ରକ୍ଷାକର୍ତ୍ତା ଈଶ୍ୱର ତୁମେ ହେଲ। ସେଥିପାଇଁ ପ୍ରଭୁ ଆମେ ତୁମର ଧନ୍ୟବାଦ କରୁଛୁ, ପ୍ରଶଂସା କରୁଛୁ। ସମୟରେ ଆମ ପାଇଁ ମନୋଯୋଗୀ ଆମେ, କିନ୍ତୁ ପ୍ରଭୁ ତୁମେ ତୁମକୁ ପ୍ରେମ ନ କରି ତୁମକୁ ଚାଲି ଯାଇଥାଉ, କିନ୍ତୁ ପ୍ରଭୁ ତୁମେ ପ୍ରତ୍ୟେକ ସମୟରେ ଆମମାନଙ୍କୁ ପ୍ରେମ କରି ପ୍ରଭୁ ତୁମର ନିକଟ ସହଭାଗିତା ଦଉଛ। ପ୍ରଭୁ ତୁମ ବାକ୍ୟ ଦେଇପାରେ କରୁଛ, ଅସଜଡ଼ା ବିଷୟକୁ ଯାହା ସବୁ ପ୍ରଭୁ ଆମ ଜୀବନରେ ସ୍ମରଣ କରିବା ଦ୍ୱାରା ପ୍ରଭୁ ଖରାପ ବିଷୟ ହଉଛି କରିବା ଦ୍ୱାରା ଆମମାନଙ୍କର କଣ ପ୍ରଭୁ ଭଲ ହଉଛି, ସବୁ ବିଷୟକୁ ତୁମେ ଆମମାନଙ୍କୁ ଶିଖଉଛ। ସେଥିପାଇଁ ଆମେ ତୁମର ଧନ୍ୟବାଦ କରୁଛୁ ପ୍ରଭୁ। ପ୍ରତ୍ୟେକ ଦିନ ଶୁଣିବା ନିମନ୍ତେ ତୁମ କଥା ଆମେ ଶୁଣୁଛୁ, କିନ୍ତୁ ସେଇ ବାକ୍ୟକୁ ସେଇ ପ୍ରଭୁ ଗୋଟେ କାନରେ ଶୁଣି ଆଉ ଗୋଟେ କାନରେ ବାହାର କରିନଦଉ ପ୍ରଭୁ। ସେ ବାକ୍ୟକୁ ଶୁଣିକି ନିଜସ୍ୱ କରିବୁ, ନିଜ ମଧ୍ୟରେ ରଖିପାରିବୁ ପ୍ରଭୁ। ଆଉ ତୁମରି ପ୍ରଶଂସା ଦେଇ ପ୍ରଭୁ ତୁମର ଈଶ୍ୱର ପାତ୍ର ହେଇପାରିବୁ, ଆଉ ତୁମକୁ ସନ୍ତୋଷ କରିପାରିବୁ। ସେଥିପାଇଁ ତୁମେ ଦୟା କର। ଏ ପବିତ୍ର ଆତ୍ମା ଈଶ୍ୱର କିଛି କରିପାରିବୁନୁ, ଆମେ ଦୁର୍ବଳ ମନୁଷ୍ୟ। ସବୁ ସମୟ ଆମମାନଙ୍କ ଚତୁଃପାର୍ଶ୍ୱରେ ଶୈତାନ ପରୀକ୍ଷା ପ୍ରଲୋଭନ ଦ୍ୱାରା ପ୍ରତ୍ୟେକଟି ଅବସ୍ଥାରେ ପ୍ରଭୁ ବାନ୍ଧି ରଖିଛି। ହେ ସ୍ୱର୍ଗସ୍ଥ ପିତା, ତୁମେ ଦୟା କରି ପ୍ରଭୁ ତୁମେ ଅଛ ବୋଲି ଆମେ ପ୍ରଭୁ ଏ ଜଗତ ମଧ୍ୟରେ ବଞ୍ଚିତ କରୁଛି, ପ୍ରଶଂସା କରୁଛି ପ୍ରଭୁ। ତୁମେ ଦୟା କର। ଏହି ସମୟରେ ପ୍ରଭୁ ମେଘମଳା ବାତ୍ରା ସିଷ୍ଟର ପ୍ରଭୁ ସୁନ୍ଦର ଭାବରେ ଆଜିର ଏହି ସଭା କାର୍ଯ୍ୟକୁ ପରିଚାଳନା କଲେ, ସେଥିପାଇଁ ପ୍ରଭୁ ଆମେ ତୁମର ଧନ୍ୟବାଦ କରୁଛୁ। ଅନେକ ଜୁମ୍ ମାନଙ୍କରେ, ଅନେକ ସ୍ଥାନ ମାନଙ୍କରେ ପ୍ରଭୁ ତୁମେ ତାଙ୍କୁ ବ୍ୟବହାର କରୁଛ, ସେଥିପାଇଁ ପ୍ରଭୁ ଧନ୍ୟବାଦ ଦଉଛି। ପ୍ରତ୍ୟେକ ସମୟରେ ପବିତ୍ର ଆତ୍ମାଙ୍କର ଉପସ୍ଥିତି ଦେଇ ତାଙ୍କୁ ତୁମେ ତୁମ ରାଜ୍ୟ ଧାର୍ମିକତା ପାଇଁ ପ୍ରଭୁ ବ୍ୟବହାର କର। ତୁମେ ଦୟା କର ପ୍ରଭୁ। ଏ ସମୟରେ ନିବେଦନ କରୁଛି ବାପା, ଯୋଉ ଝିଅ ପ୍ରଭୁ ପରିବାର ସହିତ ଗୀତ ଗାଇଲେ ପ୍ରଭୁ, ଆଜି ତୁମରି ନିମନ୍ତେ ପ୍ରଭୁ ତୁମେ ଯେପରି ପ୍ରଭୁ ବାକ୍ୟରେ ଯେପରି ଝିଅ କହିଲେ, ମୁଁ ମୋ ପରିବାର ପ୍ରତ୍ୟେକ ଜଣ ପ୍ରଭୁ ତୁମର ସେବା କରିବୁ। ଆଜି ପ୍ରଭୁ ତୁମେ ସେଇପରି ସେଇ କାର୍ଯ୍ୟରେ ସାହାଯ୍ୟ କଲ। ଆରାଧନା ଦ୍ୱାରା
ସେ ଝିଅ ଆଶୀର୍ବାଦ ଜାଣିଛ ଶରୀର ପାଇଁ ଯାହା ପ୍ରয়োଜନ ଆତ୍ମା ପାଇଁ ଯାହା ଆବଶ୍ୟକ ସମସ୍ତ ଯୋଗେଇ ଦିଅ ଯେପରି ସର୍ବ ଅବସ୍ଥାରେ ପ୍ରଭୁ ସେ ତୁମର ପ୍ରଶଂସା ଆରାଧନା କରୁ ପ୍ରଭୁ ଏକ ସତ୍ୟ ଉପାସକ ହେଇପାରିବ ଏକ ସତ୍ୟ ଆରାଧକ ଝିଅ ହେଇପାରିବ ସେଥିପାଇଁ ତୁମେ ଦୟା କର ତା ଜୀବନ ଦ୍ୱାରା ପ୍ରଭୁ ତୁମେ ଗୌରବ ପାଅ ପ୍ରଭୁ ତା ଜୀବନ ଦ୍ୱାରା ତୁମେ ପ୍ରଭୁ ପ୍ରଶଂସା ପାଅ ତା ଜୀବନ ଦ୍ୱାରା ଯେପରି ଅନେକ ଲୋକ ଏକ ଈଶ୍ୱରଙ୍କର ସନ୍ତାନ ବୋଲି ତାକୁ ଦେଖିବାକୁ ପାରିବେ ଆଉ ତୁମକୁ ଚିହ୍ନିବାକୁ ପାରିବେ ତୁମେ ଗୌରବ ହବ ସେଥିପାଇଁ ପ୍ରଭୁ ତୁମେ ଦୟା କର ଏହି ସମୟରେ ନିବେଦନ କରୁଛି ପ୍ରଭୁ ତୁମ ଦାସଙ୍କ ନିମନ୍ତେ ପ୍ରଭୁ ସୁନ୍ଦର ବାକ୍ୟ ନିମନ୍ତେ ପ୍ରଭୁ ଆମେ ତୁମର ଧନ୍ୟବାଦ କରୁଛୁ हे दयाଳୁ ସ୍ୱର୍ଗସ୍ଥ ପିତା ଶରୀରର ଦୁର୍ବଳତା ଅଛି ଅସୁସ୍ଥତା ଅଛି ଅନେକ ପ୍ରକାର ପ୍ରଭୁ କଷ୍ଟ ମଧ୍ୟରେ ଥିଲେ ମଧ୍ୟ ପ୍ରଭୁ ସବୁ ସମୟରେ ତୁମ ପାଇଁ ଆଗ୍ରହୀ ହେବା ସଙ୍ଗେ ସଙ୍ଗେ ପ୍ରଭୁ ଅନ୍ୟମାନଙ୍କୁ ଉତ୍ସାହିତ କରିଥାନ୍ତି ସେଥିପାଇଁ ଧନ୍ୟବାଦ ଦଉଛି ପ୍ରଭୁ ଏହି ସମୟରେ ବିଶେଷରେ ପ୍ରାର୍ଥନା କରୁଛି ପ୍ରଭୁ ଆଜି ତାଙ୍କ ମୁଖ ଦ୍ୱାରା ତୁମେ କଥା କହିଲ ସେଥିପାଇଁ ଧନ୍ୟବାଦ ଦଉଛି ହେ ପବିତ୍ର ଆତ୍ମା ପରମେଶ୍ୱର ପ୍ରଭୁ ତୁମେ ତାଙ୍କୁ ଆହୁରି ବାକ୍ୟ ଦାନର ଅଭିଷେକ ଦେଇ ତାଙ୍କୁ ପ୍ରଭୁ ପ୍ରଚୁର ପରିମାଣରେ ତୁମରି ପବିତ୍ର ଆତ୍ମାଙ୍କର ଶକ୍ତିରେ ଶକ୍ତିଯୁକ୍ତ କରି ବିଭିନ୍ନ ସ୍ଥାନ ମାନଙ୍କରେ ପ୍ରଭୁ ବ୍ୟବହାର କରିବା ସଙ୍ଗେ ସଙ୍ଗେ ତାଙ୍କୁ ଯୋଉ ସେବା ଦେଇଛ ଯୋଉ ମଣ୍ଡଳୀ ଦେଇଛ ଯୋଉ ପ୍ରଭୁ ଦାୟିତ୍ୱ ଦେଇଛ ତାର ପ୍ରଭୁ ସେ ଯେପରି ବୋଝଗ୍ରସ୍ତ ଭାବରେ ପବିତ୍ର ଭାବରେ ବାପା ସେ ସେବା କରିବାକୁ ପାରିବେ ଅନେକ ଲୋକମାନଙ୍କୁ ତୁମ ନିକଟକୁ ଆଣିବେ ଆଉ ପ୍ରଭୁ ତୁମରି ପାଇଁ ସାକ୍ଷୀ ହେଇପାରିବେ ସେଥିପାଇଁ ତୁମେ ଦୟା ଅନୁଗ୍ରହ କର ତାଙ୍କର ଶରୀରକୁ ସୁସ୍ଥତା ସ୍ୱାସ୍ଥ୍ୟତା ଦିଅ ସମସ୍ତ ବିଷୟରେ ପ୍ରଭୁ ତୁମେ ତାଙ୍କର ସହିତ ପରମେଶ୍ୱରକୁ ପ୍ରଭୁ ପରିବାରର କର୍ତ୍ତା କରିଛ ମଣ୍ଡଳୀର ଦାୟିତ୍ୱ ଦେଇଛ ସମସ୍ତ ଭାର ବହନ କରିବା ପାଇଁ ପ୍ରଭୁ ତୁମେ ସାହାଯ୍ୟ କର ବାପା ଯେତେ ଜଣ ଆଜି ପ୍ରଭୁ ଜୁମ ରେ ୟୁଟ୍ୟୁବ ରେ ଫେସବୁକ ରେ ବାକ୍ୟ ଶୁଣିଛନ୍ତି ଆସନ୍ତା ଦିନ ମାନଙ୍କରେ ଶୁଣିବେ ପ୍ରଭୁ ପ୍ରତ୍ୟେକ ଜଣକୁ ପ୍ରଭୁ ତୁମେ ସାହାଯ୍ୟ କର ବାପା ଯେପରି ସେ ବାକ୍ୟ ପ୍ରଭୁ ବ୍ୟର୍ଥରେ ନ ଯାଇ ପ୍ରଭୁ ସେ ବାକ୍ୟ ଯେପରି କାର୍ଯ୍ୟକାରୀ ହେବ ଆଉ ପ୍ରଭୁ ତୁମେ ଗୌରବ ପାଇବ ସେଥିପାଇଁ ତୁମେ ଦୟା କର ଅନେକ ସମୟରେ ବାକ୍ୟ ବୁଣା ଯାଏ କିନ୍ତୁ ପ୍ରଭୁ ସେ ବାକ୍ୟ ଯେପରି ଶୈତାନ ଖୁଣ୍ଟି ନ ନିଏ ସେଥିପାଇଁ ପ୍ରଭୁ ତୁମେ ସାହାଯ୍ୟ କର ଦୟା କର ଯେତେବେଳେ ପ୍ରଭୁ ଯେତେ ପରିବାର ଗୁଡିକ ଅଛନ୍ତି ଯାହାର ଯାହା ଅଭାବ ଅସୁବିଧା ଅନାଟନ ଦୁଃଖ କଷ୍ଟ ରୋଗ ବ୍ୟାଧି ଅଛି ସମସ୍ତ ବିପଦରୁ ସମସ୍ତ ପ୍ରଭୁ ସମସ୍ୟାରୁ ସମସ୍ତ ପ୍ରକାର ରୋଗରୁ ତୁମେ ରକ୍ଷା କର ପ୍ରଭୁ ପ୍ରତ୍ୟେକ ଜୀବନକୁ ତୁମେ ପ୍ରଭୁ ଦେଇଛ ସେମାନେ ଯେପରି ତୁମରି ପାଇଁ ପ୍ରଭୁ ବ୍ୟବହାର କରିବା ପାଇଁ ପାରିବେ ଆଉ ପ୍ରଭୁ ଆସନ୍ତା ଦିନରୁ ଆସନ୍ତା କ୍ଲେଶରୁ ରକ୍ଷା ପାଇବା ପାଇଁ ବିଶ୍ୱାସରେ ସ୍ଥିର ରହୁ ତୁମରି ପ୍ରଭୁ ତୁମରି ସହିତ ଜୀବନ କାଟିବେ ଆତ୍ମିକ ଜୀବନର ଅଭିବୃଦ୍ଧି ହେଇପାରିବ ସେଥିପାଇଁ ପ୍ରତ୍ୟେକ ଜଣକୁ ପ୍ରଭୁ ତୁମେ ସାହାଯ୍ୟ କର ଆମେ ଯେପରି ସବୁ ସମୟରେ ତୁମ ପାଇଁ ପ୍ରଭୁ ବ୍ୟାକୁଳ ହବୁ ପ୍ରଭୁ ସେଥିପାଇଁ ତୁମେ ଦୟା କର ଯେପରି ବାପା ଏହି ବ୍ୟାକୁଳତା ପ୍ରଭୁ ତୁମରି ନିକଟବର୍ତ୍ତୀ କରିପାରିବ ସେଥିପାଇଁ ତୁମେ ସାହାଯ୍ୟ କର ହେ ପିତା ଈଶ୍ୱର ହେ ପରିତ୍ରାଣକାରୀ ପରମେଶ୍ୱର ହେ ପ୍ରଭୁ ତୁମେ ସାହାଯ୍ୟ କର ଏତେବେଳେ ଜରାସ ଭାଇଙ୍କୁ ମଧ୍ୟ ତୁମ ପାଦ ତଳେ ରଖୁଛି ପ୍ରଭୁ ତୁମେ ତାଙ୍କୁ ଦୟା କର ସୁନ୍ଦର ମନ ଦେଇଛ ଧନ୍ୟବାଦ ଦଉଛି ପରିବାର ଦେଇଛ ଧନ୍ୟବାଦ ଦଉଛି ପ୍ରଭୁ ତୁମେ ତାଙ୍କୁ ଯୋଉ ଚାକିରି ଦେଇଛ ସେଥିପାଇଁ ମଧ୍ୟ ଧନ୍ୟବାଦ ଦଉଛି ତା ସଙ୍ଗେ ସଙ୍ଗେ ପ୍ରଭୁ ତୁମର ଯୋଉ ସେବା ଦେଇଛ ବାପା ସେଥିପାଇଁ ଧନ୍ୟବାଦ ଦଉଛି ତା ପାଇଁ ଯାହା କିଛି ଆବଶ୍ୟକ ସମସ୍ତ ଯୋଗେଇ ଦିଅ ଯାହା ତା ପାଇଁ ଯାହା କିଛି ପ୍ରଭୁ ଅନେକ ସମୟରେ ପରିଚାଳନା କରିବା ନିମନ୍ତେ ଆରାଧନା କରିବା ନିମନ୍ତେ ବାକ୍ୟ କହିବା ନିମନ୍ତେ ପ୍ରଭୁ ଏ ଜୁମକୁ ପରିଚାଳନା କରିବା ପାଇଁ ଯୋଉ ପ୍ରକାର ପ୍ରଭୁ ଆବଶ୍ୟକତା ଅଛି ସମସ୍ତ ବିଷୟ ପ୍ରଭୁ ତୁମେ ସେମାନଙ୍କୁ ତାଙ୍କୁ ଜଗେଇ ଦିଅ ତାଙ୍କର ସମସ୍ତ ବିଷୟରେ ସାହାଯ୍ୟ କର ଯେତେ ଜଣ ପ୍ରଭୁ ଏଇ ଜୁମରେ ସାହାଯ୍ୟ କରୁଛନ୍ତି ଯେତେ ଜଣ ଜଡିତ ହୁଅନ୍ତି ସମସ୍ତଙ୍କୁ ପ୍ରଭୁ ଉପଯୁକ୍ତ ଜ୍ଞାନ ବୁଦ୍ଧି ଦିଅ ଏକ ମନ ଏକ ପ୍ରାଣରେ ପ୍ରଭୁ ଜୀବନର
କୌଣସି ବିଷୟରେ ଯେପରି ପ୍ରଭୁ କିଛି ଅସୁବିଧା ନ ହୁଏ, ଭଲରେ ଯାଇ ତାର ନିରୂପିତ ସ୍ଥାନରେ ପହଞ୍ଚିବ। ଯୋଉ ପାଠ ପଢୁଛି ପ୍ରଭୁ ସେ ପାଠ ଉପରେ ସେ କନସେଣ୍ଟ୍ରେଟ କରିପାରିବ। ସେଥିପାଇଁ ପ୍ରଭୁ ତୁମେ ସାହାଯ୍ୟ କର, ତୁମେ ଦୟା କର। ଯେଉଁ ଗାଡିରେ ଯିବ ସେ ଗାଡିର ଚାଳକ ପାଳକ ତୁମେ ହୁଅ ପ୍ରଭୁ। ନିରାପଦରେ ଯେପରି ଯାଇ ନିରୂପିତ ସ୍ଥାନରେ ପହଞ୍ଚି ପାରିବେ, ସେଥିପାଇଁ ତୁମେ ତାଙ୍କୁ ଦୟା ଅନୁଗ୍ରହ କର। ସେତେବେଳେ ବିଶେଷରେ ପ୍ରାର୍ଥନା କରୁଛି ଯୋଉ ଛୋଟ ଝିଅର ବର୍ଥଡେ ଅଛି ପ୍ରଭୁ, ସେ ଝିଅକୁ ତୁମେ ଆଶୀର୍ବାଦ କର। ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ହେବାକୁ ତୁମେ ଦେଲ, ସେଥିପାଇଁ ଧନ୍ୟବାଦ ଦଉଛି ବାପା। ଅନେକ ପ୍ରଭୁ ସେ ଝିଅର ଜୀବନରେ କିଛି ଅସୁବିଧା ଆସିଥିବ, ଅସୁସ୍ଥତା ଆସିଥିବ ପ୍ରଭୁ, ତଥାପି ତୁମେ ତାକୁ ଅନୁଗ୍ରହ କରି ଗୋଟେ ବର୍ଷ ଶେଷ କରିବାକୁ ଦେଲ, ସେଥିପାଇଁ ଧନ୍ୟବାଦ ଦେଇ ଏଇ ଆଗାମୀ ବର୍ଷକୁ ତୁମ ପାଦ ତଳେ ସମର୍ପଣ କରୁଛି ବାପା। ଏଇ ବର୍ଷ ସେ ଝିଅର ଜୀବନରେ ଆଶୀର୍ବାଦର ବର୍ଷ ହଉ ପ୍ରଭୁ। ଛୋଟ ଅବସ୍ଥାରୁ ବଢିବା ବେଳେ ପ୍ରଭୁ ଯେପରି ବାକ୍ୟରେ ଲେଖା ହେଇଛି, ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରା, ସେଥିରେ ସେ ବୃଦ୍ଧ ହେଲେ ପ୍ରଭୁ ବିମୁଖ ହବ ନାହିଁ। ଏ ପିତା ଆମେ ପ୍ରାର୍ଥନା କରୁଛୁ ପ୍ରଭୁ, ସେ ଯେପରି ଏଇ ଛୋଟ ଅବସ୍ଥାରେ ପ୍ରଭୁ ବିଷୟକ ଭୟ ଜ୍ଞାନରେ ବୃଦ୍ଧି ପ୍ରାପ୍ତ ହଉ, ଜାଗତିକ ଜ୍ଞାନରେ ବୃଦ୍ଧି ପ୍ରାପ୍ତ ହେବ ବାପା। ପରିବାରର ପ୍ରଭୁ ଅନେକ ବିଷୟରେ ପ୍ରଭୁ ପରିବାରକୁ ଗୌରବ ଦେବା ସଙ୍ଗେ ସଙ୍ଗେ ସର୍ବୋପରି ପ୍ରଭୁ ସେ ତୁମର ଗୌରବର କାରଣ ହେବ, ତୁମକୁ ଗୌରବ ଦେଇପାରିବ। ସେଥିପାଇଁ ତୁମେ ଦୟା ଅନୁଗ୍ରହ କର ପ୍ରଭୁ। ଏ ବର୍ଷ ତା ଜୀବନରେ ଆଶୀର୍ବାଦର ବର୍ଷ ହଉ, ସମସ୍ତ ପ୍ରକାର ପ୍ରଭୁ ଅନୁଗ୍ରହର ବର୍ଷ ହଉ ବୋଲି ନିବେଦନ ପ୍ରାର୍ଥନା କରୁଛି। ତାର ପରିବାରକୁ ଆଶୀର୍ବାଦ କର, ସେଇ ଝିଅର ବାପା ମାଙ୍କୁ ମଧ୍ୟ ପ୍ରଭୁ ତୁମେ ଦୟା ଅନୁଗ୍ରହ କର। ଏତେବେଳେ ବିଶେଷରେ ପ୍ରାର୍ଥନା କରୁଛି ହେ ପିତା ପରମେଶ୍ୱର, ତୁମର ଦାସ ରବିଚନ୍ଦ୍ର ମିଶାଲ ଆଜ୍ଞାଙ୍କ ନିମନ୍ତେ ପ୍ରଭୁ। ଅନେକ ସମୟରେ ତାଙ୍କର ସ୍ତ୍ରୀଙ୍କର ଶରୀରରେ ଗ୍ୟାସର ଅସୁବିଧା ଥାଏ। ଆଜି ମଧ୍ୟ ପ୍ରଭୁ ଆମେ ଶୁଣିଲୁ ତାଙ୍କର ଶରୀର ଅସୁସ୍ଥ, ବିପି ହାଇ ହେଇଯିବା ସକାଶେ ପ୍ରଭୁ ଶରୀରର ଦୁର୍ବଳତା ଅଛି, କଷ୍ଟ ଅନୁଭବ କରୁଛନ୍ତି, ଅସୁସ୍ଥ ଅନୁଭବ କରୁଛନ୍ତି। ଏ ସ୍ୱର୍ଗସ୍ଥ ପିତା, ଏଇ ସମୟରେ ଆମେ ପ୍ରାର୍ଥନା କରୁଛୁ ପ୍ରଭୁ, ତୁମରି ସେ ଆରୋଗ୍ୟକାରୀ ହସ୍ତ ତୁମେ ତାଙ୍କ ଉପରେ ରଖ, ତୁମରି ସେ ସୁସ୍ଥକାରୀ ହସ୍ତ ତାଙ୍କ ଉପରେ ରଖ। ସେ ଯେପରି ପ୍ରଭୁ ରିଲିଫ ଫିଲ୍ କରିବେ, ସେଥିପାଇଁ ତୁମେ ଦୟା କର। ସେ ଯେପରି ସମ୍ପୂର୍ଣ୍ଣ ସୁସ୍ଥତା ପାଇବେ ପ୍ରଭୁ, ସେଥିପାଇଁ ତୁମେ ଦୟା କର। କାରଣ ପ୍ରଭୁ ସେ ତୁମ ସନ୍ତାନ, ତୁମେ ତାଙ୍କୁ ମନୋନୀତ କରିଛ ପ୍ରଭୁ। ତୁମର ସେ ଉପାସନା କରନ୍ତି, ଆରାଧନା କରନ୍ତି ପ୍ରଭୁ, ତୁମ ସେବା କରନ୍ତି ପ୍ରଭୁ। ତୁମେ ତାଙ୍କୁ ଦୟା କରି ସୁସ୍ଥତା ଦିଅ ପ୍ରଭୁ, ତୁମେ ସାହାଯ୍ୟ କର। କାରଣ ପ୍ରଭୁ ତୁମ ଦାସ ମାନେ ଏଇ ଦିନ ମାନଙ୍କରେ ଅନେକ ଭାବରେ ଅସୁସ୍ଥ ପୀଡିତ ରହୁଛନ୍ତି ପ୍ରଭୁ। ସେମାନଙ୍କର ଯଦି ଅସୁସ୍ଥତା ରହିବ, କିଏ ତୁମର ସେବା କରିବ? ସେଥିପାଇଁ ପ୍ରଭୁ ଆମେ ତୁମ ଦାସଙ୍କୁ ଆଉ ଥରେ ତୁମ ପାଦ ତଳେ ସମର୍ପଣ କରୁଛୁ ପ୍ରଭୁ। ତୁମେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ରିଲିଫ କର, ସୁସ୍ଥତା ଦିଅ। ଯେପରି ସେ ସକାଳୁ ଉଠି ପ୍ରଭୁ ତୁମର ପ୍ରଶଂସା କରିବା ସଙ୍ଗେ ସଙ୍ଗେ ତୁମେ ତାଙ୍କୁ ଯୋଉ ସେବା ଦେଇଛ, ଯୋଉ କାର୍ଯ୍ୟ ଦେଇଛ, ପୁଣି ଆଉ ଥରେ କରି ତୁମର ଧନ୍ୟବାଦ ରାତିରେ ଆମେ ଦେଇପାରିବୁ। ସେଥିପାଇଁ ସେ ଅନୁଗ୍ରହ ଦୟା କର ବୋଲି ତାଙ୍କୁ ତୁମ ପାଦ ତଳେ ସମର୍ପଣ କରୁଛୁ ପ୍ରଭୁ। ତୁମେ ତାଙ୍କୁ ତୁମ ରକ୍ତ ଦ୍ଵାରା ରିଲିଫ କର, ତୁମେ ତାଙ୍କୁ ତୁମ ରକ୍ତ ଦ୍ଵାରା ବାନ୍ଧିକି ପରିଷ୍କାର କର, ଆଉ ପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥତା ଦିଅ ବୋଲି ପ୍ରାର୍ଥନା କରୁଛି। ଏଇ ସମୟରେ ପ୍ରଭୁ ଆଜିର ସେବା କାର୍ଯ୍ୟକୁ ପ୍ରଭୁ ସୁନ୍ଦର ଭାବରେ ଶେଷ କରିବାକୁ ଦେଲ, ସେଥିପାଇଁ ଧନ୍ୟବାଦ ଦଉଛି। ତୁମ ଉପସ୍ଥିତି ଦେଲ, ଧନ୍ୟବାଦ ଦଉଛି। ତୁମର ଅନୁଗ୍ରହ ଦେଲ, ଧନ୍ୟବାଦ ଦଉଛି। ତୁମ ସହଭାଗିତା ଦେଲ, ଧନ୍ୟବାଦ ଦଉଛି ବାପା। ତୁମେ ଆମମାନଙ୍କ ସହିତ ଗମନାଗମନ କଲ, ଧନ୍ୟବାଦ ଦଉଛି। ପବିତ୍ର ଆତ୍ମା ତୁମେ ଆମମାନଙ୍କୁ ପ୍ରତ୍ୟେକଟି ବିଷୟକୁ ବୁଝେଇ ଦେଲ, ସେଥିପାଇଁ ଧନ୍ୟବାଦ ଦଉଛି। କାରଣ ତୁମେ ଯେ ପର୍ଯ୍ୟନ୍ତ ବୁଝେଇ ନ ଦିଅ, ତୁମେ ଯେତେ ପର୍ଯ୍ୟନ୍ତ ସାହାଯ୍ୟ ନ କର, ଆମମାନେ ପ୍ରଭୁ ସେଇ ବାକ୍ୟକୁ ସେଇ କଥାକୁ ଶୁଣିଲେ ମଧ୍ୟ ବୁଝିବା ପାଇଁ ଆମମାନଙ୍କର ଜ୍ଞାନ ନଥାଏ। ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ବୁଝେଇ ଦେଲ, ଆମେ ସେଥିପାଇଁ ତୁମ ନାମର ଧନ୍ୟବାଦ, ପ୍ରଶଂସା, ଗୌରବ, ସ୍ତୁତି, ବନ୍ଦନା କରୁଛୁ ପ୍ରଭୁ। ଦୟା କର ପ୍ରଭୁ, ଦୟା କର। ଏତେବେଳେ ସମସ୍ତ ବିଷୟକୁ ତୁମ ପାଦ ତଳେ ରଖୁଛୁ ବାପା। ଆମେ ସେଇ ଶେଷ କରି ରାତ୍ରିରେ ଭୋଜନ କରି ଶୋଇବାକୁ ଯିବୁ ପ୍ରଭୁ। ତୁମେ ଆମ ପ୍ରତ୍ୟେକଙ୍କର ପ୍ରଭୁ ସହିତ ଈଶ୍ୱର ହୁଅ। ଆମମାନଙ୍କୁ ପ୍ରଭୁ ସୁନିଦ୍ରା ଦିଅ ପ୍ରଭୁ। ଯଦି ତୁମର ଆଗମନ ବିଳମ୍ବ ହେଇଥାଏ, ଆମମାନଙ୍କୁ ପ୍ରସ୍ତୁତ ହେବା ନିମନ୍ତେ ଆଉ ଗୋଟେ ଦିନ ତୁମେ ଦିଅ। ଯଦି ପ୍ରଭୁ ଆଜି ଦିନ ଆମମାନଙ୍କ ଜୀବନରେ ଶେଷ ହେଇଥାଏ ପ୍ରଭୁ, ପ୍ରଭୁ ସାହାଯ୍ୟ କର। ସକଳ ଭାର ତୁମେ ନେଲ, ଧନ୍ୟବାଦ ଧନ୍ୟବାଦ ଦେଇ ସମସ୍ତ ଆଦର, ମହିମା, ପ୍ରଶଂସା, ସ୍ତୁତି, ବନ୍ଦନା ତୁମକୁ ଦେଇ ପ୍ରଭୁ ତୁମ ନାମରେ ମାଗୁଛି, ଆମେନ୍। ଆମେନ୍ ଆମେନ୍। ବହୁତ ବହୁତ ଧନ୍ୟବାଦ ଦିଦି, ସବୁ ବିଷୟ ସ୍ମରଣ କରି ପ୍ରାର୍ଥନା କଲେ। ଦଳମାନଙ୍କ ମଧ୍ୟରେ ବକ୍ତା ମହାଶୟ ଅଛନ୍ତି, ସେ ପ୍ରଭୁ ଶିଖାଇଥିବା ପ୍ରାର୍ଥନା ସହିତ ଶେଷ ଆଶୀର୍ବାଦରେ ଆମକୁ କଢେଇ ନେବେ। ଏମାନଙ୍କର ସ୍ୱର୍ଗସ୍ଥ ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମର ଚାଷ ଫଳ ହେବ। ଆଜି ଏମାନଙ୍କ ଉପରେ ଆହାର ଦିଅ। ଆମେମାନେ ଯେପରି ଆପଣ କ୍ଷମା କରିଅଛୁ, ସେହିପରି ଆମମାନଙ୍କର ଅପରାଧ କ୍ଷମା କର। ପରୀକ୍ଷା ରାଣ ନାହିଁ, ମାତ୍ର ବନ୍ଧ ରକ୍ଷା କର।
राज्य पराक्रम आमेन एतबेले प्रभु यीशु ख्रीष्टଙ୍କର ଅନୁଗ୍ରହ ପିତାଙ୍କର ପ୍ରେମ ପବିତ୍ର ଆତ୍ମାଙ୍କର ଶାନ୍ତି ସହଭାଗିତା ଶିକ୍ଷା ଓ ଚେତନା ବର୍ତ୍ତମାନ ପୁଣି ଚିରକାଳ ଯାଏ ଏ ଛୋଟ ଫଳ ପ୍ରତି ପୁଣି ପୃଥିବୀରେ ତୁମ ରକ୍ତକ୍ଷେତ ସମସ୍ତଙ୍କ ପ୍ରତି ମହା ଅନୁଗ୍ରହ କରୁଛୁ। ଆମେନ୍ ଆମେନ୍ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ତ ବହୁତ ବହୁତ ଧନ୍ୟବାଦ ପ୍ରଭୁ ଏପର୍ଯ୍ୟନ୍ତ ଆମମାନଙ୍କୁ କଢେଇ ନେଲେ ତ ପ୍ରତ୍ୟେକ ଆମମାନେ ଏକ ଉଚ୍ଚ କରତାଳ ଦେଇ ଆମମାନେ ପ୍ରଭୁଙ୍କର ଗୌରବ କରୁଥିବା ପ୍ରଭୁ ଆମମାନଙ୍କୁ ଦୟା ଏବଂ ଅନୁଗ୍ରହ କଲେ।